Hello friends, welcome to my study channel Daktivers. So today ଆମେ physiography of ଓଡ଼ିଶା ବା geography ର ଯୋଉ physiography part ଟା କରୁଥିଲେ ତାର ଆଜି last video topic 9 ରେ part 9 ରେ ମୁଁ soil vegetation environmental aspects of ଓଡ଼ିଶା ତାର static part ଟା ବି ଯୋଉ geography ର ସେଇଟା important part ଟା ସେଇଟା cover କରିବି ଏଥିରୁ ପ୍ରାୟ ମତେ ଆଶା କରୁଛି ଯାହା 4 ରୁ 5 ବା ଅଧିକା question ଆପଣ ଏଥିରୁ ପାଇଯାଇ ପାରିବେ। So let's discuss। এটা mainly first topic ଏଇଟା ସେଥିପାଇଁ ଦେଇଛି ଏଇଟା ଏଠୁ ମୁଁ ଡିସ୍କସ୍ କରିବାକୁ ଚାହୁଁଛି କିଛିଟା କନସେପ୍ଟ ଯୋଉଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଷ୍ଟ 2 years ରେ ପଢିନି ଏଥିରେ ମୁଁ ଭାବୁଛି ଏଥର ବି କ୍ୱେଶ୍ଚିନ୍ ଆସିଯିବ ଏଥିରୁ ଏଇଟା ହେଉଛି ସଏଲ ହ୍ୱାଟ ଇଜ ସଏଲ ଆଉ ସଏଲ ଫର୍ମିଂ ପ୍ରୋସେସ ବିଷୟରେ ଟିକେ ଡିସ୍କସ୍ କରିବା এটা ଟିକେ ଟେକ୍ନିକାଲ ରହିବ ଆଉ ଏ ଭିଡ଼ିଓଟା ହିଁ ଇଟସେଲ୍ଫ ଟିକେ ଲଙ୍ଗ ରହିବ କିନ୍ତୁ ଏଟାକୁ ମୋଷ୍ଟ ମାନେ ଧ୍ୟାନ ଦେଇକିରି ଆଉ ମୋଷ୍ଟ ମାଇଣ୍ଡଫୁଲି ଏଇଟା କରିବେ ଠିକ ଅଛି। ଦେଖନ୍ତୁ ଏଇଟା ସଏଲ ଫର୍ମିଂ ପ୍ରୋସେସ ମୁଁ ଦେଖେଇଛି ଆପଣଙ୍କୁ କଣ ନା ଏଇଟା ମନେକର ହେଲା ରକ୍ ଗୋଟେ ରକ୍ ମାନେ ଆମେ ଗଲାବେଳୁ ଯୋଉଟା ଯାଉଛେ ଖଣ୍ଡଗିରି ଯାଉଛେ ଉଦୟଗିରି ସେଠି ଯୋଉ ପାହାଡ ଅଛି ସେଟା ଗୋଟେ ରକ୍ ଦେଖୁଛେ ସିଏ ରକ୍ ରେ ଆପଣ ତ ଚାହିଁଲେ ଚାଷ କରିପାରିବେନି ସେଠି ଗଛ ଉଠିଛି ଦେଖୁଛନ୍ତି ରକ୍ ରେ ଗଛ ଉଠିଛି ମାନେ ସେ ପୁରା ଅରିଜିନାଲ ରକ୍ ହେଇକି ନାହିଁ ତା ଅର୍ଥ ସେ ଏମିତି କ୍ରାକ୍ ହେଇଛି ତା ଦେହରେ ଚେର ଫେର ଯାଇକି ପାଣି ଫାଣି ପଶିକି ଟିକେ ହେଲାଣି ମାନେ ଚାଷ ଉପଯୋଗୀ ହେଲାଣି ତ ସେଇଟା ତାର ଅର୍ଥ ସେ ଆଉ ଅରିଜିନାଲ ରକ୍ ହେଇକି ନାହିଁ ଏଠି ଦେଖନ୍ତୁ ପ୍ୟାରେଣ୍ଟ ରକ୍ ତା ଦେହରେ କ୍ରାକ୍ ମାନେ ରକ୍ କ୍ରାକ୍ ଫ୍ରାକ୍ କିଛି ନାହିଁ ପୁରା ମାନେ ଯେମିତି ଷ୍ଟାର୍ଟ ହେଇଛି ଲାଭାରୁ ଯୋଉ ତିଆରି ହେଇଛି ଏକାଥରେ ଇଗ୍ନେୟସ୍ ରକ୍ ଯୋଉଟା ସେଇଟା କହୁଛନ୍ତି ବେଡ୍ ରକ୍ ବା ପୁରା ଅରିଜିନାଲ ରକ୍ ଏଇଟା ମନେ ରଖିବେ ବେଡ୍ ରକ୍ ହେଇଗଲା ତ ବେଡ୍ ରକ୍ ପରେ ସେ ଧୀରେ ଧୀରେ ଏମିତି ସଏଲ ଫର୍ମେସନ ହବା ପ୍ରୋସେସ ହଉଛି ତ ବିଭିନ୍ନ ରିଜନ ଯୋଗୁ ସେ ଧୀରେ ଧୀରେ ଏଇଠି ଦେଖନ୍ତୁ ଭାଙ୍ଗିବା ଷ୍ଟାର୍ଟ ହେଇଛି ଏଠି ସବୁ ଭାଙ୍ଗି ଯାଇଛି ଏମିତି ତାପରେ ଧୀରେ ଧୀରେ ଏଇଠି ଛୋଟ ଛୋଟ ପାର୍ଟିକଲ ହେଲା ତାପରେ ଧୀରେ ଧୀରେ ପୁରା ଅଛି ପ୍ୟାରେଣ୍ଟ ରକ୍ ର କିଛି ନାମ ନିଶାନ ନାହିଁ ଉପରେ ଯେତେ ତଳକୁ ଯିବେ ବେଡ୍ ରକ୍ ର ଏଠି ପ୍ୟାରେଣ୍ଟ ରକ୍ ଏଠି ହେଇଛି ତାର ପାଇବେ ଆପଣ ତ ଇଏ ଓଭରଅଲି ଗୋଟେ ସଏଲ ଫର୍ମିଂ ପ୍ରୋସେସ ହେଲା ତାକୁ ଆମେ ଟିକେ ଡିଟେଲରେ ଦେଖିବାର ଅଛି ବହୁତ ହି ଇମ୍ପୋର୍ଟାଣ୍ଟ ମୁଁ କହୁଛି ଏଠି ଆମେ ଯୋଉ ଦେଖୁଛେ ସଏଲ ଦେଖୁଛେ ଆମେ ମାଟିରୁ ମାନେ ତଳୁ ବାଲି ଉଠେଇ ଦଉଛେ କି କୋଉଠି କ୍ରିକେଟ ଖେଳୁଛେ ସେଠି ପୁରା କାଦୁଅ ବାଲା ପଥର ମାନେ ପିଚ୍ ହେଲେ ସେଟା ପୁରା ଭଲ ଆଉ ଗୋଟେ ଗୋଟେ ଜାଗାରେ ଦେଖୁଛେ ଯୋଉ ଧର ପାଣି ମାଡି ଆସିଛି ବନ୍ୟା ମାଡି ଆସିଛି ସେଠି ଗଲାବେଳକୁ ସେଠି ପୁରା ଗୋଟେ ଟାଇପ ଅଫ ଧୂଳି ଭଳିଆ ବା କଳା କଲର ର ନା ଅଳିଆ ଟାଇପ ର ଜମା ହଉଛି କି ଆମର ପଟୁ ଯୋଉଟା ବସୁଛି ଛାତ ଉପରେ ବି ପଟୁ ବସି ଯାଉଛି ବର୍ଷା ପରେ ସିଏ ଗୋଟେ ପ୍ରକାର ରହୁଛି ଆଉ ଗୋଟେ ପ୍ରକାରର କାଦୁଅ ବି ରହୁଛି ମାନେ ଯୋଉଠି ଚିକଣ ମାଟି ଗୋଡ ଖସି ଯାଉଛି ଏଇ ସବୁ ଦେଖୁଛେ ତ ଯଦି ଆମେ ସଏଲର ପାର୍ଟିକିଲ କୁ ଆମେ ଦେଖିବା ପାର୍ଟିକିଲ ୱାଇଜ କି ଯଦି ସଏଲ କୁ ଡିଭାଇଡ କରିବା ଦେଖନ୍ତୁ ତିନିଟା ଏକ୍ସଟ୍ରିମ ରେ ସଏଲ ଥାଏ ଲାଇକ କଣ ଏଇଠି ହଉଛି ଗୋଟେ ଏକ୍ସଟ୍ରିମ ରେ କ୍ଲେ ଆଉ ଗୋଟେ ଏକ୍ସଟ୍ରିମ ରେ ସ୍ୟାଣ୍ଡ ଆଉ ଗୋଟେ ଏକ୍ସଟ୍ରିମ ରେ ସିଲ୍ଟ ଏମିତି ତ କେମିତି ନା ଯଦି ଗୋଟେ ସ୍ୟାଣ୍ଡ ମାନେ ବାଲି ଜାଣିଛନ୍ତି ବାଲିଆ ମାଟି ଯୋଉ ଆମର କୋଷ୍ଟାଲ ଏରିଆରେ ବାଲିଆ ମାଟି ସେଟା ହାତକୁ ନେବେ ସେ କେବେ ଆପଣଙ୍କୁ ପୁରା ମିନ୍ ଲାଗିବନି ଧୀରେ ଟିକେ ଟିକେ କୋର୍ସ ରହିବ ତ ପଥରରୁ ଆପଣଙ୍କୁ ଜଣା ପଡିବ କି ସେଗୁଡା ପଥରରୁ ଆସିଛି ଡାଇରେକ୍ଟ ଭାଙ୍ଗିକି ଗୁଣ୍ଡ ହେଇକି ଏବେ ପଡିଛି କି ସେମିତିଆ ଫିଲ୍ ହବ ତ ସେଇଟା ଗୋଟେ ଏଣ୍ଡ ରହିଲା ସେଇଟା ହେଲା ସ୍ୟାଣ୍ଡ ଏଇ ଡିରେକ୍ସନ ଆମେ ଯିବା ତାର ଆଉ ଗୋଟେ ଏକ୍ସଟ୍ରିମ ହେଲା କ୍ଲେ କ୍ଲେ ମାନେ ସେଠି ଆଉ ସ୍ୟାଣ୍ଡ ର କିଛି ଲିମିଟ ନାହିଁ ସେ ପୁରା ଫାଇନ ପାର୍ଟିକଲ ପୁରା ମାନେ କାଦୁଆ ଚିକଣ ପୁରା ହେଇଥିବ ତାକୁ ଯଦି ପାଣିରେ ଗୋଳେଇ ଦେବେ ସେ ତଳେ ବସିବନି ପୁରା ପାଣି ଗୋଳିଆ ହେଇଯିବ ତ କିଛି ଦେଖାଯିବନି ସେଠି ଆଉ ସେ ମାଟିର ନାମ ନିଶାନ ରହିବନି କିନ୍ତୁ ସେ ମିଶିଯିବ ସେ ଗୋଟେ ଟାଇପର ରହିଲା ସେମିତି ସ୍ୟାଣ୍ଡି କ୍ଲେ ଗୋଟେ ଅଛି ଏଇଠି ଦେଖନ୍ତୁ ସ୍ୟାଣ୍ଡି କ୍ଲେ ମାନେ 50 ରୁ 40% ରେ ଏପଟ ସ୍ୟାଣ୍ଡ କିଛି କ୍ଲେ କିଛି ସେମିତି ମାଟି ଫର୍ମେସନ ହେଇପାରେ ଗୋଟେ ସ୍ୟାଣ୍ଡି କ୍ଲେ ମାଟି ବି ଅଛି ଆଉ ଗୋଟେ ଗୋଟେ ସ୍ୟାଣ୍ଡି କ୍ଲେ ଲୋମ୍ ସେଇ ପ୍ରକାର ବି ମାଟି ଅଛି ଲୋମ୍ କଣ ନା ଏଇଠି ଦେଖନ୍ତୁ ଲୋମ୍ ଲୋମ୍ ହଉଛି ତିନିଟା ଜାଗାର ମିଶ୍ରଣ ସ୍ୟାଣ୍ଡ କ୍ଲେ ଆଉ ସିଲ୍ଟ ମିଶିଲେ ଲୋମି ସଏଲ ହୁଏ ଆମେ ବେଳେ ବେଳେ ପଢିବା ଆଗକୁ ଦେଖିବା ଓଡିଶାରେ ଲୋମି ସଏଲ ଗୋଟେ ଗୋଟେ ଲେଖାଥିବ ସ୍ୟାଣ୍ଡି ଲୋମି ସଏଲ ସ୍ୟାଣ୍ଡି ଲୋମି ମାନେ କଣ ତା ଦେହରେ କିଛିଟା ସ୍ୟାଣ୍ଡ ର ପରିମାଣ ଅଧିକା ଥିବ ଯୋଉ କ୍ଲେ କମ ଆଉ ସିଲ୍ଟ କମ ସ୍ୟାଣ୍ଡ ର ପରିମାଣ ଅଧିକା ଥିବ ଏଠି 70% ପାଖାପାଖି ସ୍ୟାଣ୍ଡ ଥିବ ଆଉ କ୍ଲେ 20% ବା 20% ରୁ କମ ଆଉ ସିଲ୍ଟ 30% ରୁ କମ ଏମିତି ଜାଣିବେ ତ ସେମିତି ସିଲ୍ଟ ଆଉ କ୍ଲେ ଭିତରେ ଦେଖିଲେ ଏଠି ସିଲ୍ଟି ଲୋମ୍ ଆଉ ଏପଟରେ କ୍ଲେ ଅଧିକା ଥିଲେ ସିଲ୍ଟି କ୍ଲେ ଏରା ସବୁ ନୋମେନକ୍ଲେଚର ସବୁ ଏଠି ଏଠି ଲୋମି ସ୍ୟାଣ୍ଡ ମାନେ ଲୋମ ର ପରିମାଣ ଟା କମି କମି ଆସୁଛି ବୋଥ କ୍ଲେ ଆଉ ସ୍ୟାଣ୍ଡ ର ପରିମାଣ କମି କମି ଆସୁଛି ତ ଇଏ ଗୋଟେ ଟାଇପ ଅଫ ମୁଁ କହୁଛି ମାନେ ଯେତେବେଳେ ନାଁ ଶୁଣୁଥିବେ ସେତେବେଳେ ଆଚମ୍ବିତ ହେବେନି କି ଆରେ ଇଏ ଗୋଟେ କଣ ସିଲ୍ଟି କ୍ଲେ ତ ଏଇ ତିନିଟା ମନେ ରଖିବେ ଏପଟେ ହେଇଗଲା କ୍ଲେ ଏପଟେ ହେଇଗଲା ସ୍ୟାଣ୍ଡ ଏପଟେ ହେଇଗଲା ସିଲ୍ଟ ଏଇଟା କିଛି ନୁହଁ ଗୋଟେ ସ୍କେଲ ଟ୍ରାଇଗୋନୋମେଟ୍ରିକ ସ୍କେଲରେ ଏଇଟା ଦେଖେଇଛି ଆମେ ନର୍ମାଲି 0 ରୁ 100 ଭିତରେ ହରାଇଜଣ୍ଟାଲ ପଢୁ ତିନିଟା ଏଠି ଦିଟା ପାରାମିଟର ଥିବ ତିନିଟା ପାରାମିଟର ହେଲେ ଆମେ ଏମିତି ତିନି କୋଣିଆ ଏରେ ଦେଖେଇ ପାରିବା
ଏଇଟା ଗୋଟେ ଜାଣିଗଲେ ଖାଲି ବାସ୍, ଏଇଟା ଏକ୍ଜାମ ରେ ବେଶୀ ପଡିବନି, ଖାଲି ମନେ ରଖିଥାନ୍ତୁ। ତାପରେ ଯିବା ସଏଲ ପ୍ରୋଫାଇଲ କୁ। ଦେଖନ୍ତୁ ଏଟାକୁ ସଏଲ ପ୍ରୋଫାଇଲ କହନ୍ତି। ସଏଲ ପ୍ରୋଫାଇଲ କଣ ନା vertical representation of soil horizons। horizons କଣ, ସଏଲ ର ବିଭିନ୍ନ ଲେୟାର ଥାଏ। କେବେ ଖୋଳା ହେଇଥିବାର ଦେଖିଛନ୍ତି ସଏଲ? ସଏଲ ଗୋଟେ ଜାଗାରେ ମାଟି ଅତରା ଖସି ଯାଇଛି ଏଠି, ଦେଖିଛନ୍ତି ବିଭିନ୍ନ କଲର ଥାଏ। କଣ ପାଇଁ? ସେ ଗୋଟେ ଗୋଟେ କଲର ଯୋଉ ସେ ଗୋଟେ ଗୋଟେ ଲେୟାର ହେଲା। ଏଇଟା ଗୋଟେ ଲେୟାର, ଇଏ ଗୋଟେ ଏଇଠୁ ଗୋଟେ ଲେୟାର, ଏଠି ଆଉ ଗୋଟେ ଲେୟାର, ଏଠି ଆଉ ଗୋଟେ ଲେୟାର, ଏଠି ଆଉ ଗୋଟେ ଲେୟାର, ଗୋଟେ ଗୋଟେ ଲେୟାର ଥାଏ। ଏଠି ଆଉ ଗୋଟେ ଲେୟାର। ଏଇ ଲେୟାର ର ମାନେ କଣ? ଏଇ ଇଚ୍ ଲେୟାର କୁ କୁହନ୍ତି ହରାଇଜନ। ହରାଇଜନ 1 2 ତାର ନାଁ ସବୁ ଅଛି। ଗୋଟେ ହଉଛି ଓ ହରାଇଜନ। ଓ ହରାଇଜନ କୋଉଟା? ହ୍ୟୁମସ୍ ଅର ଅର୍ଗାନିକ। ହ୍ୟୁମସ୍ ଅର ଅର୍ଗାନିକ ମାନେ ଯୋଉଠି ଗଛ ପୁରା ଲାଗିଛି, ପୁରା କଳା କଲର ଅଛି, ପଛା ମଚା ଅଛି, ସେଇଠି ମାନେ ଯୋଉଠି ଏୟାର କୁ କଣ୍ଟାକ୍ଟ ଅଛି, ଯୋଉଠି ପୁରା ଏଇଟା ଅଳ୍ପ ହିଁ, ଏତିକି ହିଁ ଆର ୱିଡଥ ଅଛି, ଏତିକି ଦେଖନ୍ତୁ, ବେଶୀ ନାହିଁ। ଠିକ ଅଛି, ଏତିକି। ତ ଏଇଟା କହୁଛନ୍ତି ଓ ହ୍ୟୁମସ୍ ଲେୟାର। ହ୍ୟୁମସ୍ ରେ ସବ୍ ଲିଟର ପାର୍ସିଆଲି ଡିକମ୍ପୋଜ୍ଡ ଅର୍ଗାନିକ ମ୍ୟାଟର, ପାର୍ସିଆଲି ଡିକମ୍ପୋଜ୍ଡ ଅର୍ଗାନିକ ମ୍ୟାଟର ସେଠି ମିଶିକି ଅଛନ୍ତି। ଏତିକି ଜାଣିଲେ ଓ ଲେୟାର। ତାପରୁ ଓ ଆସିଛି କାହିଁକି ନା ଅର୍ଗାନିକ ରୁ ଆସିଛି ଓ। ତାପରେ ଆସିଲା ଏ। ଏ କୁ କହୁଛନ୍ତି ଟପ୍ ସଏଲ। ଏଇଠି ସବୁ ନାଁ ମନେ ରଖନ୍ତୁ। ଟପ୍ ସଏଲ ମାନେ ନୁହଁ, କହିବେନି କି ଓ ଟପ୍ ମାନେ ଏଇଟା ଆକ୍ଚୁଆଲି ସଏଲ, ଏଇଟା ହଉଛି ଏଇଟା ସଏଲ। ଠିକ ଅଛି, ଏଇଟା ହଉଛି ଏ, ଟପ୍ ସଏଲ ହଉଛି ଏ। ଏଇଟା କଣ? ଏଇଠି ଦେଇଛି ଟପ୍ ସଏଲ ହ୍ୟୁମସ୍ ଲିଭିଂ କ୍ରିଚର୍ସ ଇନଅର୍ଗାନିକ ମିନେରାଲ। ଇଏ ଯୋଉ ପତଳା ଲେୟାରଟା ଥାଏ, ଏଠି ସବୁ ଯାହା ସବୁ ଗଛ ପତ୍ର ପତ୍ର ପଡୁଛି, ଯାହା ବି ଆମେ କରୁଛୁ ଉପରେ ଠିଆ ହେଇଛି, ସେଇଟା ସବ୍ ସଏଲ। ଏଠି ବେଶୀ କିଛି ନାହିଁ, ବଟ୍ ତା ତଳେ ଯୋଉ ମାଟି ସବୁ ଏଇଠି ହିଁ ହଉଛି। ଏଠି ଜିଆ ବାହାରୁଛି, ଏଠି ଆମର ଗଛ ଚେର ଯାଇଛି, ଏଠି ପାଣି ନଉଛି, ଚେର ବହୁତ ଜାଗା ଆସିଥାଏ, ତଳ ଯାଇ ଦେଖିବା ଆମେ। ଏଇଟା ମନେ ରଖନ୍ତୁ, ଏଇଟା ହଉଛି ଟପ୍ ସଏଲ। ହ୍ୟୁମସ୍ ବି ଅଛି, ଲିଭିଂ ଅର୍ଗାନିଜିମ୍ ଅଛି, ଇନଅର୍ଗାନିକ ମିନେରାଲ ବି ଅଛି। ସଏଲ ରେ କଣ ତାର ପ୍ରୋଫାଇଲ ଥାଏ ଆମେ ଏବେ ତା ପରେ ଦେଖିବା, ବଟ୍ ଏଇଟା ଏବେ ମନେ ରଖନ୍ତୁ। ତାପରେ ଗୋଟେ ଇ ଲେୟାର ଥାଏ, ଏଲୁଭେଟେଡ ହରାଇଜନ। ଏଲୁଭେଟେଡ ସବୁକୁ ହରାଇଜନ କହନ୍ତି ଆମେ ଜାଣିଲେ। ସେ ଥାର୍ଡ ହରାଇଜନ ହଉଛି ଏଲୁଭେଟେଡ ହରାଇଜନ। ସେଇଟା ଆମେ ମୁଁ ପରେ ବଢିଆ ସେ ବୁଝେଇଦେବି ଏଲୁଭେଟେଡ ହରାଇଜନ ମାନେ କଣ। ଜୋନ୍ ଅଫ ଲିଚିଂ ମେଟେରିଆଲ ମୁଭ ଡାଉନୱାର୍ଡ, ସେଟା ମୁଁ କହିବି, ଏଇଟା ମନେ ରଖିଲେ ଇ। ଓ ଏ ଇ। ତାପରେ ଆସିଲା ବି, ସବ୍ ସଏଲ। ଏଇଠି ସରିଗଲା ସଏଲ, ଏଇଟା ମନେ ରଖିବେ। ଏତିକି ହେଇଗଲା ସଏଲ। ତାପରେ ଆସିଗଲା ସବ୍ ସଏଲ। ସବ୍ ସଏଲ ଯୋଉଥିରେ ବି ହରାଇଜନ କହୁଛନ୍ତି ଆକୁ, ଯୋଉଥିରେ କି ଏଠୁ ଯାହା ସବୁ ଆସୁଛି ଏଠି ଜମା ହବ, ସେଇଟା ମୁଁ କହିବା। ତାପରେ ସି, ଏଇଟା ଦେଖନ୍ତୁ ପୁରା ଅରିଜିନାଲ ରକ୍, ଏଇଟା ଅରିଜିନାଲ ଆର୍ ଫର ରକ୍। ତାପରେ ସି ହଉଛି ପ୍ୟାରେଣ୍ଟ ମ୍ୟାଟେରିଆଲ। ସି ପ୍ୟାରେଣ୍ଟ ମ୍ୟାଟେରିଆଲ ମାନେ ରକ୍ ରେ କିଛିଟା ଡିସଇଣ୍ଟିଗ୍ରେସନ ହେଇଛି, ତାକୁ କହୁଛନ୍ତି ପ୍ୟାରେଣ୍ଟ ମ୍ୟାଟେରିଆଲ। ଏଇଟା ମନେ ରଖିନି, ଅରିଜିନାଲ ପଥର ପ୍ୟାରେଣ୍ଟ ମ୍ୟାଟେରିଆଲ ନୁହେଁ ହେଲା। ଅରିଜିନାଲ ହଉଛି ଆର୍, ଟପ୍ ସଏଲ ସଏଲ ହଉଛି ଟପ୍ ସଏଲ ଓ ନୁହେଁ ଏ। ଏଇ ସବୁ ଭିତରେ କନଫ୍ୟୁଜନ ହୁଏ, ଏଇଟା ମନେ ରଖିଦେଲେ। ତାପରେ ଯିବା ଇମ୍ପୋର୍ଟାଣ୍ଟ। ଏଇଠି ମୁଁ ଯୋଉ କହିଲି ସଏଲ ର କମ୍ପୋଜିସନ, ଦେଖନ୍ତୁ କଣ କିଏ ସଏଲ ରେ ରହୁଛି। ଦେଖନ୍ତୁ ମିନେରାଲ ପାର୍ଟିକଲ 45% ସବୁଠୁ ଅଧିକ ଥାଏ। ମିନେରାଲ 45%, ୱାଟର ଆଉ ଏୟାର ମିଶିକି ଥାଏ 25-25। ଡୁ ୟୁ ବିଲିଭ୍ କି 25% ଏୟାର ଥାଏ ୱାଟର ସହିତ ସମାନ। ତାପରେ ଅର୍ଗାନିକ ମ୍ୟାଟର ଆଉ 5%। ଅର୍ଗାନିକ ମ୍ୟାଟରରେ କଣ କଣ ଥାଏ? ତିନିଟା। ଅର୍ଗାନିକ ରେ ହ୍ୟୁମସ୍ ଥାଏ 80% ଅର୍ଗାନିକ ମ୍ୟାଟର, ଆଉ ରୁଟ୍ 10, ଅର୍ଗାନିଜିମ୍ ସବୁ 10, ଇଏ ମିଶିଲେ ଇଏ ହେଇଗଲା 5% ଟୋଟାଲ। ଏଇଟା ମନେ ରହିଗଲା, ଏଇଟା ହେଇଗଲା କମ୍ପୋଜିସନ। ତାପରେ ଫ୍ୟାକ୍ଟର କଣ ସବୁ ରେସ୍ପନ୍ସିବୁଲ ଥାଏ ସଏଲ ଡେଭଲପମେଣ୍ଟ ପାଇଁ? ମନେକର କ୍ଲାଇମେଟ, ବର୍ଷା ଫର୍ଷା ଯୋଉ ହଉଛି, ଅର୍ଗାନିଜିମ୍ସ ଦେଖିବା ସବୁ ତାଙ୍କର ସବୁ ରୋଲ କଣ, ମାନେ ଯୋଉ ଜିଆ ହେଲେ, ଗଛର ଚେର ହେଲା, ସେ ସବୁ ଆମେ ପଢିଛେ। ଡିକମ୍ପୋଜର ହେଲେ ହ୍ୟୁମସ୍ ମିଶଉଛନ୍ତି ସେ ସବୁ। ତାପରେ ରିଲିଫ, ରିଲିଫ ମାନେ ଏଇଟା ଗୋଟେ ପାହାଡ ହେଲା, ଏଇ ଯୋଉଟାକୁ କହୁଛନ୍ତି ରିଲିଫ। କେତେ ଉଚ୍ଚା କି ଫ୍ଲାଟ କଣ, ଉଚ୍ଚତା ୱାଇଜ ଯଦି ଆମେ ଆନାଲାଇଜ କରିବା, ସେଟା ହଉଛି ରିଲିଫ। ଏଠି ପ୍ୟାରେଣ୍ଟ ମ୍ୟାଟେରିଆଲ, ପ୍ୟାରେଣ୍ଟ ମ୍ୟାଟେରିଆଲ ଦେଖିଲେ ଯୋଉ ରକ୍ ରୁ କେମିତି ହଉଛି, ମାନେ ବିଭିନ୍ନ ପ୍ୟାରେଣ୍ଟ ମ୍ୟାଟେରିଆଲ ଅନୁସାରେ ବିଭିନ୍ନ ପ୍ରକାର ସଏଲ ହବ। ଯଦି ସେ ପ୍ୟାରେଣ୍ଟ ମ୍ୟାଟେରିଆଲ ଟା ଆମର ଫର୍ମେସନ ହେଇଛି, ସେଇଟା ହଉଛି ମାନେ ଇଗ୍ନିୟସ୍ ରକ୍, ଯୋଉଥିରେ କି ବେଶୀ ଆଇରନ୍ ଅଛି, ତ ସିଏ ଗୋଟେ ପ୍ରକାର ହବ। ଯାହା ଗୋଟେ ସେଥିରେ ଲାଇମ ଷ୍ଟୋନ ଅଛି, ସିଏ ଗୋଟେ ପ୍ରକାର ରକ୍ ହବ ସେ ଜାଗାରେ। ତ ଗୋଟେ ଜାଗାରେ କେମିତି କ୍ଲେ ସ୍ୟାଣ୍ଡ ହଉଛି, ଗୋଟେ ଲୋମି ସ୍ୟାଣ୍ଡ ହଉଛି, ତ ସେ ସବୁ ଆମର ଯେମିତି ପଢୁଛେ ଆମେ, ଯଦି ସେଇଟା ଡେକାନ ଟ୍ରାପ ଏରିଆରେ ଯୋଉଟା ଯୋଉଟା ଯାଇକି ରହୁଛି ବ୍ଲାକ୍ ସଏଲ, ତ ସେଠି ପ୍ୟାରେଣ୍ଟ ମ୍ୟାଟେରିଆଲ ଉପରେ ଡିପେଣ୍ଡ କଲା କେମିତିଆ ସଏଲ ହବ। ତ ସିଏ ଗୋଟେ ପ୍ୟାରେଣ୍ଟ ମ୍ୟାଟେରିଆଲ। ତାପରେ ଟାଇମ, ଟାଇମ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର। ତ କେତେ ଟାଇମ ମିଳୁଛି, ଦେଖନ୍ତୁ ଏଇଠି ଗୋଟେ ମୁଁ ଡେସ୍କ୍ରାଇବ ଯୋଉ କରିଥିଲି ରିଲିଫ ଆଉ ଟାଇମ। ଏଠି ଇଏ ଗୋଟେ ଅଛି, ଗୋଟେ ପାହାଡ ଉପର ଏରିଆ ଅଛି, ଏଇଟା ପାହାଡ ତଳ ଏରିଆ ଅଛି, ଏଇଟା ଗୋଟେ ସ୍ଲୋପ ଏରିଆ ଅଛି। ଦେଖନ୍ତୁ ଏଠି ବର୍ଷା ହେଲା, ବର୍ଷା ଜାଣିଲେ ଆମେ ପାଣି ସହ ମାଟି ବି ଫ୍ଲୋ ହେଇଗଲା।
ଦେଖନ୍ତୁ ମାଟିଟା କେମିତି ଫର୍ମେସନ୍ ହଉଛି। ଏଠୁ ସବୁ ଯୋଉ ହେଇଗଲା, ସେଠି ଯୋଉ ରକ୍ ବି ଖୋଳି ହେଇଗଲା, ରକ୍ ବି ଇରୋଜନ ହେଇଗଲା, ରକ୍ ର ବା ଯୋଉ ଆବ୍ରେସନ ଆମେ ପଢିଲେ, ଆବ୍ରେସନ ହେଇଯିବ ଆଗକୁ ପଢିବା ସେଟା। ତ ଏଠି ଯାଇକି ସଏଲ ଟା ଜମା ହେଲା, ତ ଏଇଠି ସବୁଠୁ ଅଧିକା ଗ୍ରେଡ୍ ସଏଲ ଜମା ହେଲା। କିନ୍ତୁ ଏଠି ଏଇ ଯୋଉ ସ୍ଲୋପ୍ ଏରିଆ ଦେଖନ୍ତୁ, ଏଠି ପୋର୍ ସଏଲ। ଏଠି କାହିଁକି ପୋର୍ ସଏଲ? ନା ଏଠି ସଏଲ ଫର୍ମେସନ୍ ଟାଇମ୍ ହିଁ ନାହିଁ, ନୋ ଟାଇମ୍। ଟାଇମ୍ ଦରକାର, ଓଭର ଦ ଟାଇମ୍ ଶହ ବର୍ଷ ଧରିକିରି ସଏଲ ଫର୍ମେସନ୍ ହବ। ତ ସେଥିପାଇଁ ଟାଇମ୍ ଇଜ ୱାନ୍ ଅଫ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର। ଏ ସବୁ ଫ୍ୟାକ୍ଟର ସହିତ ଟାଇମ୍ ହିଁ ତାକୁ ଦରକାର। ଯଦି ଟାଇମ୍ ନଥିବ, ଏ ସବୁ ଫ୍ୟାକ୍ଟର ଥିବ, ଦେନ୍ ସଏଲ ଫର୍ମେସନ୍ ହେଇପାରିବ ନାହିଁ। ତାପରେ ହ୍ୟୁମାନ୍ ଆକ୍ଟିଭିଟି ଯୋଗୁ ବହୁତ ପ୍ରକାର ମାନେ ସଏଲ ବଢୁଛି ଆକ୍ଟିଭିଟି ଯୋଗୁ, ମାନେ ଯୋଉଠି ସ୍ଲୋପ୍ କରିଦଉଛି, କୋଉଠି ସେ ପ୍ୟାରେଣ୍ଟ ରକ୍ କୁ ନିଜେ ଯୋଉ ଏତେ ସ୍ଲୋପ୍ ସେ ହଉଥିଲା, ସେ କୋଉଠି ନା କୋଉଠି ଜାଗାରେ ଫାଷ୍ଟ ହେଇଯାଇଛି ସବୁ। ସେ ସବୁ ସଏଲ ଆକ୍ଟିଭିଟି କୁ ଫର୍ମିଂ ପ୍ରୋସେସ କୁ ମାନେ these are the factors. Then what are the soil forming processes? ସେଟା one by one, এটা ଟିକେ ଟେକ୍ନିକାଲ ଅଛି କିନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ମୁଁ ସେଥିପାଇଁ କହୁଛି ଟେକ୍ନିକାଲ ଟିକେ କିନ୍ତୁ ଧ୍ୟାନ ଦେଇଯିବେ। ପୁରା ସିମ୍ପଲ ୱାର୍ଡରେ ମୁଁ ବୁଝଉଛି, ସେ ଟେକ୍ନିକାଲ ବି ଆପଣଙ୍କ ପାଇଁ ସହଜ ହେଇଯିବ। ଦେଖନ୍ତୁ କେମିତି ସଏଲ ଫର୍ମିଂ। ପ୍ରଥମ ହେଲା ୱେଦରିଂ ପ୍ରୋସେସ। ୱେଦର ଆମେ ଜାଣିଛେ, ୱେଦର ମାନେ ଯୋଉ ଆମର ଲୋକାଲ କ୍ଲାଇମେଟ କୁ କହୁଛନ୍ତି ୱେଦର। ୱେଦରିଂ ହେଇଛି ସେଇଟା ନୁହେଁ ଆକ୍ଚୁଆଲି, ବଟ୍ ମୁଁ କହୁଛି ୱେଦରିଂ ହେଲା ମାନେ କଣ, ଇନ୍ ସିଟୁ ପ୍ରୋସେସ। ଆମେ ଜାଣିଛେ ଇନ୍ ସିଟୁ ପ୍ରୋସେସ ମାନେ, ସିଟୁ ମାନେ ଷ୍ଟେଟ, ସେ ଯୋଉଠି ଅଛି ଜିନିଷଟା ସେଇଠି ଯଦି ହୁଏ ସେଟା ହବ ଇନ୍ ସିଟୁ, ବାହାରକୁ ନେଇକି ହୁଏ ଏକ୍ସ ସିଟୁ ହେଲା। ସେଟା ମନେ ରଖିବେ, ଏକ୍ସ ମାନେ ବାହାର, ଇନ୍ ମାନେ ଇନସାଇଡ ବା ସେମ୍ ଷ୍ଟେଟ, ସେମିତି ମନେ ରଖିବେ। ତ ସିଏ ତାର ମାନେ କଣ, ବ୍ରେକଡାଉନ୍ ଅଫ୍ ରକ୍ସ ଇନଟୁ ସ୍ମଲର ପାର୍ଟିକିଲ୍ସ। ଆମେ ପ୍ୟାରେଣ୍ଟ ରକ୍ ପଢିଥିଲେ, ପ୍ୟାରେଣ୍ଟ ରକ୍ ଏଇଟା ହେଇଗଲା, ପୁରା ପ୍ୟାରେଣ୍ଟ ରକ୍ ଗୋଟେ ଅଛି। ସେ ଯଦି ସ୍ମଲର ପାର୍ଟିକିଲ୍ କୁ ଭାଙ୍ଗି ଯାଉଛି, ତାହେଲେ ସିଏ ହବ, ଏଟା କଣ କହୁଛନ୍ତି, ଏଟା କହୁଛନ୍ତି ୱେଦରିଂ। ତ ସେଟା ପ୍ରଥମ ପ୍ରୋସେସ ହବ ୱେଦରିଂ। ତ ସିଏ ତିନି ପ୍ରକାର ଅଛି, କେମିତି ଭାଙ୍ଗିବ, ଏ ଯୋଉ ଭାଙ୍ଗୁଛି ହାଓ, ଫିଜିକାଲ, କେମିକାଲ ଆଉ ବାୟୋଲୋଜିକାଲ। ଫିଜିକାଲ ମାନେ କଣ, ମାନେ ଆଉଟସାଇଡ ଫୋର୍ସ ଲାଗିକିରି, ଯଦି ଫିଜିକାଲ ଫୋର୍ସ ଲାଗିକି ଭାଙ୍ଗୁଛି, ତାକୁ କିଏ ଲଗେଇବ, ଟେମ୍ପରେଚର ଗୋଟେ ଲଗାଉଛି। ଏଇ କଣ୍ଡିସନଟା ଦେଖନ୍ତୁ, ଟେମ୍ପରେଚର ମାନେ ଟେମ୍ପରେଚର ଯୋଗୁ ଆମେ ଜାଣିଛେ ୱାର୍ମ ହେଲେ ସେଟା ଏକ୍ସପାଣ୍ଡ କରେ, କୋଲ୍ଡ ହେଲେ ସେଟା କମ୍ପ୍ରେସ ହୁଏ। ତ ଏକ୍ସପାନସନ କମ୍ପ୍ରେସନ ଏଇ ଯୋଉ ରିପିଟେଡ ସାଇକେଲ ହେଲେ ସିଏ ଭାଙ୍ଗିଯିବ, ଏମିତି ଭାଙ୍ଗିଯିବ ଏଇଟା। ତ ସିଏ ହେଇଗଲା ଗୋଟେ। ତାପରେ ୱାଟର, ୱାଟର ଆମେ ଜାଣିଛେ ଫ୍ରୋଷ୍ଟ ୱେଜିଂ ତାକୁ କୁହନ୍ତି। ଫ୍ରୋଷ୍ଟ ୱେଜିଂ ମାନେ ଏଇ ଯୋଉ ଥର୍ମାଲ ଏକ୍ସପାନସନ ଯୋଉ ଫାଟ ସୃଷ୍ଟି ହେଲା, ତା ଦେହରେ ପାଣି ପଶିଲା ପରେ ପାଣିର କାମ ହେଲେ ପାଣି ଆହୁରି ଅଧିକା ଏକ୍ସପାଣ୍ଡ ହବ ହିଟ ରେ। ପାଣି ଅଧିକା ଏକ୍ସପାଣ୍ଡ ହେଲା ଯେତେବେଳେ ବରଫ ପଡି, କୋଲ୍ଡ ମାନେ ଥଣ୍ଡା ଦିନ ଆସୁଛି, ସେ ପୁରା ସ୍କୁଇଜ ହେଇଯାଉଛି। ତ ଏମିତି ହେଲା ବେଳକୁ ସିଏ ଯୋଉ ଆକ୍ସନ ଟା ଆହୁରି ମାନେ ବଢିଗଲା, ତ ସେଠି ବି ସେ ଭାଙ୍ଗିଯିବ ପ୍ୟାରେଣ୍ଟ ମ୍ୟାଟେରିଆଲ ମାନେ ରକ୍ ଟା। ତାପରେ ଆଉ ହଉଛି ୱିଣ୍ଡ ଯୋଗୁ ଆବ୍ରେସନ ହୁଏ। ମନେ ରଖ, ଆବ୍ରେସନ ମାନେ କଣ, ମରୁଭୂମିରେ ଆମେ ଦେଖିଛେ, ପୁରା ଜାଣିଛେ ମସରୁମ ରକ୍ ଫର୍ମେସନ ହୁଏ। ମସରୁମ ରକ୍ ମାନେ କଣ, ଏମିତିଆ ରକ୍ ଥାଏ, ତା ମୂଳଟା ଏମିତିଆ, ଉପରଟା ପୁରା ମସରୁମ ଭଳିଆ ଦେଖାଯାଉଥାଏ। କାହିଁକି ନା ମରୁଭୂମିରେ ଏଇଟା ହଉଛି ସ୍ୟାଣ୍ଡ, ସେଠି ଯୋଉ ଏୟାର ଟା ପାସ୍ କରେ, ସେଇ ସ୍ୟାଣ୍ଡ ପାର୍ଟିକଲ କୁ ତା ସହିତ ନେଇକିରି ବୋହିଯାଏ। ତ ସେ ସ୍ୟାଣ୍ଡ ଟା ଯେହେତୁ ଓଜନିଆ ଥାଏ ଏୟାର ଅପେକ୍ଷା, ସେ ବେଶୀ ହାଇଟ୍ ଯାଇପାରେନି, ସେ ତଳେ ହିଁ ବୁହେ। ତ ସେଠି ସିଏ ଯୋଉ ରକ୍ ଥିବ ତାକୁ ସେ ଏରୋଡ କରିବ, ତାକୁ ସେ ମାନେ ଯୋଉ ଯେମିତି ବାଲିକାଗଜ ଘଷିଲା ଭଳିଆ ଯୋଉ କାଗଜ, ଆବ୍ରେସନ ତାକୁ କୁହନ୍ତି ହେଲା। ତ ସ୍ୟାଣ୍ଡ ୱିଣ୍ଡ ଯୋଗୁ ବି ହଉଛି, ତ ଏଇଟା ମନେ ରଖିବେ। ତାପରେ ଏକ୍ସଫୋଲିଏସନ ମାନେ, ଯଦି ତାର ଉପର ଲେୟାର ର, ଏଇଟା ଗୋଟେ ପାହାଡ ଅଛି, ତାର ଉପର ଲେୟାର ଟା ହିଁ ଧୀରେ ଧୀରେ ସେ ଏକ୍ସପ୍ଲୋଇଟ ହେଇକା ଯିବ, ବାହାରକୁ ପଳଉଥିବ, କିନ୍ତୁ ତାକୁ କୁହନ୍ତି ଏକ୍ସଫୋଲିଏସନ ହେଲା। ତାପରେ କେମିକାଲ ୱେଦରିଂ ବି ହଉଛି। ଏଇଟା କେମିକାଲ ୱେଦରିଂ, ଅକ୍ସିଡେସନ ମାନେ ଅକ୍ସିଜେନ ଆଡ ହଉଛି। ଯଦି ଲୁହା ଅଛି, ତା ଦେହରେ ଆଇରନ୍ ହେଲେ ଅକ୍ସାଇଡ ଫର୍ମେସନ ହେଇଯିବ। ଆମେ କହୁଛୁ ଗୋଟେ ଜାଗାରେ ଲୁହା ପଡିଛି, ତା ଦେହରେ କିଛି ସମୟ ପଡିଲା ବେଳକୁ ଲୁହାଟା ପୁରା ଆଇରନ୍ ଥିଲା, ତାପରେ ଅକ୍ସିଜେନ ହେଇକି ଜଙ୍କ ଲାଗିଯାଉଛି, ରଷ୍ଟିଂ ହେଇଯାଉଛି। ରଷ୍ଟିଂ ମାନେ ଆମେ କହୁଛେ ଲୁହାଟା ଖରାପ ହେଲାଣି ବା ଡିକମ୍ପୋଜ ହେଲାଣି। ସେମିତି ପଥରରେ ଯଦି ଲୁହା ଥିବ, ସିଏ ବି ଡିକମ୍ପୋଜ ହବ, ସିଏ ବି ରଷ୍ଟିଂ ହେଇଯିବ, ତାର ସେ ରେଡ କଲର ହବ କି କଣ ହବ ସେଟା ପରେ ଦେଖିବା। ତ ସିଏ ବି ଗୋଟେ ଟାଇପ ଅଫ ସଏଲ ଫର୍ମିଂ ପ୍ରୋସେସ ଷ୍ଟାର୍ଟ ହଉଛି। ସିଏ ଅକ୍ସିଡେସନ ହେଇଗଲା। ହାଇଡ୍ରେସନ, ହାଇଡ୍ରେସନ ମାନେ ୱାଟର, ହାଇଡ୍ରେସନ ମାନେ ୱାଟର ଇଜ ଟୁ ହାଇଡ୍ରେସନ। ତ ମିନେରାଲ, ସେ କଣ ହବ, ଯୋଉ ସଏଲରେ ମିନେରାଲ ଥାଏ, ସିଏ ୱାଟରକୁ ଆବଜର୍ଭ କରିଦିଅନ୍ତି, ତା ସହିତ ରିଆକ୍ସନ କରିଦିଅନ୍ତି, ତ ଯାହା ଫଳରେ କି ଏକ୍ସପାନସନ, ସେ ସବୁ ଜିନିଷ ହେଇକିରି ସେ ଭାଙ୍ଗିବ।
तापर कार्बोनेशन कार्बोनिक एसिड गोटे अच्छी सॉइल रे सी भी डिजल्ट लाइमस्टोन से खास करी लाइमस्टोन एरिया रे जोठी हमरो कैल्शियम कार्बोनेट वाला चून पत्थर एरिया रे सेठी कार्बोनेशन हुए एटा मन रखिबे इंपोर्टेंट वन ऑफ द सॉइल फॉर्मिंग वेदरिंग केमिकल प्रोसेस तापर सॉल्यूशन आ वाटर रे जदी से एरिया डिजल्व हो जाउछन सेटा हो सॉल्यूशन ये सब हो जिवो तमरो कोन केमिकल वेदरिंग प्रोसेस यदि बायोलॉजिकल एलिमेंट भी अच्छी बायोलॉजिकल एलिमेंट कोन रूट हमें देखिले रूट जाईकरी फटे दोची सब माइक्रोब्स डिकम्पोज कर दोचंती यदि ह्यूमस अच्छी माटी भितर बा माटी तो डिकम्पोज कर दोचंती ताको अधिक इरिटेट करचंती माटी टाको तो माइक्रोब रो रोल तो ये सब हैला वेदरिंग एटा बुझी गले नेक्स्ट जो है हमें ह्यूमिफिकेशन प्रोसेस ह्यूमिफिकेशन माने को ह्यूमस हमें जानि छे माने जो जैवांश कहउचंती जैवांश तो कहंती ह्यूमस माने माटी रे जीवन रो अंश मिसिबाकू प्लांट हो बा एनिमल हो से तांकर मरिबा शरीर हो बा पचा गछ पत्र गछ से सब मिसिबाकू कहंती ह्यूमस से पचिकी डिकम्पोज्ड बा सेमी डिकम्पोज्ड हेले जो कार्बन हाइड्रोजन ए सब मिसिबाकू कहंती ह्यूमस तो से को कहंती ह्यूमिफिकेशन प्रोसेस रिजल्ट को हबो डार्क कलर पूरा से जो ह्यूमस मिसिला माने कला कर दो सब जिंस सेटा मन रखिबे तो सेति भाई एटा हे गेला ह्यूमस फर्टिलिटी टा बढ़िबो और बेटर मॉइस्चर रिटेंशन एटा मन रखिबे ए सब क्वालिटी टा मन रखिबे मॉइस्चर रिटेंशन टा माने वाटर होल्डिंग कैपेसिटी अधिका थाए जा फल गछ को मॉइस्चर माने कोन H2O वाटर माने गछ को ऑक्सीजन मिलिला आउ अलगा जहा सब माइक्रोन्यूट्रिएंट मिलिला हमरो कार्बन मिलिला सब जो जैवांश रे थाए सेति भाई हमरो ह्यूमिफिकेशन प्रोसेस ह्यूमस आडला जोटा फर्टाइल बनेला तापर जोटा होची एलुविएशन इलुविएशन एटा मु देखिथिले हम जो सॉइल बनैथिले सॉइल प्रोफाइल पूर्वरु सेटु मु कहिथिली गोटे होची ओ लेयर गोटे ए लेयर टॉप सॉइल टा होची ए लेयर तापर ई लेयर थिला तापर बी थिला ए ई लेयर को कहउचंती एलुविएशन लेयर तापर जो बी लेयर कहउचंती पी सेटा कहउचंती इलुविएशन तो मन रखिबे ताले एलुविएशन कोन एलुविएशन माने washing away of the fine particles and mineral from upper layer by rain water हमें जानि छे यदि एठी वर्षा हैला एठी वर्षा होछ तो पानी टा फ्लो हो जाए हॉरिजॉन्टली सरफेस रे और वर्टिकली शिप भी हो जाए ग्राउंड वाटर हिसाब रे जो रुहे हां कि नहीं ग्राउंड वाटर केमति ना जो रॉक पैरेंट न तो बेडरॉक जोटा पूरा तळटा आर जोटा पड़तिले बेडरॉक रे तो सेठी जो खाल थाए फाट थाए तार भितरे पानी स्टोर हेकी रुहे एटा कहउचंती ग्राउंड वाटर सी जो इन द मीन टाइम जो हमें से केमति जीवो पूरा भेदी जीवो से जाए से खाली पानी जाए ता सहित अलगा एलिमेंट सब जाए कोन हमें सॉइल रे देखिले मिनरल अछि सॉइल कंपोजिशन सब ऑर्गेनिक कंपाउंड अछि हां कि नहीं तो केमिकल्स अछि ये सबू को जीए भी वाटर रे डिजल्व होबो ताकू से नेकी जीवो ହେଲା ତ ସେଇ ଡିଜେଲ ସେଇଟା କେମିତି ହବ ତାରି ଉପରେ ଡିସାଇଡ୍ କରୁଛି ଏଲିଭେସନ ଏଲିଭେସନ ମାନେ ଯଦି ଏଇଟା ହଉଛି ଟପ୍ ସଏଲ ଆମେ ଜାଣିଲେ ଏଟା ହଉଛି ଟପ୍ ସଏଲ ଆଉ ଗୋଟେ ଇ ଲେୟାର ଏଠି ଥାଏ ତ ଏଉଠୁ ଡିଜଲ୍ଭ ହବା ଷ୍ଟାର୍ଟ ହବ ସବୁ ଯାକ ୱାଟର ତା ଡିଜଲ୍ଭ କରିକି ଏଠି ବି ଲେୟାର କୁ ଆଣିବ ବି ଲେୟାର ତର କଣ ଥାଏ ସି ଥାଏ ଏଇଠି ସି ଥାଏ ସି ମାନେ କଣ ଆମେ ଜାଣିଛୁ ପ୍ୟାରେଣ୍ଟ ମ୍ୟାଟେରିଆଲ ଏଠି ପ୍ୟାରେଣ୍ଟ ମ୍ୟାଟେରିଆଲ ଟା ଡିସଇଣ୍ଟିଗ୍ରେଟ ହେଇଯାଇଥାଏ କିନ୍ତୁ ଜଷ୍ଟ ହାଲକା ଖାଲି ଫାଟ ଫାଟ ସୃଷ୍ଟି ହେଇଥିବ ତ ଏଟା पूरा रॉक सहित ही समान तो आ तळକୁ ଯାଇ परिबनी तो से एठी ही सब जमा हेबे आसिकी मिनरल्स बुझि परले एठी जमा हबार अर्थ एई जोठु पळे आसिला सेटा कहउचंती एलुविएशन जोठु पळे आसिला वाशिंग अवे अवे तनो वाशिंग डाउन पळे आसिला तळକୁ माने सेटा कहे एलुविएशन राउंड माने होराइजन तापरे इल्युविएशन जोटे से जमा हला बी टाको कहंती इल्युविएशन डिपोजिशन ऑफ वास्ट मटेरियल जोटा तळु आसिला मिनरल केमिकल सेटा कहबे जोटी जमा हला सेटा हला इल्युविएशन एटा मन रखिले रिच इन क्ले एंड मिनरल एटा क्ले और मिनरल क्ले टा मु कहली पूरा वाटर सॉल्युबल हे जिवो सेति में से पळे आसीबो केमिकल आयरन लाइम ह्यूमस क्ले ये सब पळे आसे इजीली पळे आसे हैला सेति पई एटा कहंती एलिवेटेड आउ एटु डिजल्व हेकरी एठी जमा तो कहंती इल्युविएशन तो एटा इल्युविएशन ना केमति मन रखिबे एलिवेशन टा मन रखिछि येलो उपरु येलो माने को पळेबा ताकु छाडी कि पळेबा
ତ ଏଲୋପ ହେଇଗଲେ ଏଠି କିଏ କାହାକୁ ଛାଡିଲା ମିନେରାଲ କେମିକାଲ, ଏଠି ମିନେରାଲ କେମିକାଲ ଲାଇମ ହ୍ୟୁମସ୍ ଏ ସବୁ ଛାଡିକି ପଳଉଛନ୍ତି କୋଉ ଲେୟର କୁ ଏ ଆଉ ଇ ଲେୟର କୁ ଛାଡିକି ପଳେଇଲେ କୋଉଠିକି ବି ଲେୟର କୁ, ବି ଲେୟର ହେଇଗଲା ଇଲୁଭିଏସନ ହରାଇଜନ, ଏମିତି ମନେ ରଖିବେ ହେଲା। ତ ଏ ଆଉ ଇ ଏଟା ହଉଛି ଟପ ସଏଲ, ଇଟା ହଉଛି ଏଲୁଭିଏଟେଡ ହରାଇଜନ। এটা ଦେଇଛି ଏଠି ଏଲୁଭିଏସନ ମାନେ ରିମୁଭାଲ, ଇଲୁଭିଏସନ ମାନେ ଡିପୋଜିସନ। ତାପରେ ନେକ୍ସଟ କିଛିଟା ପଛରେ ଗଲେ ତ ଏଇଠି ମୋର ମନେ ରଖନ୍ତୁ, ଏଇଠି ମୋ ସହିତ ଟିକେ ରିପିଟ କରନ୍ତୁ। ପ୍ରଥମେ ଦେଖିଲେ ୱେଦରିଂ, ତାପରେ ହ୍ୟୁମିଫିକେସନ, ତାପରେ ଏଲୁଭିଏସନ, ତାପରେ ଇଲୁଭିଏସନ। ୱେଦରିଂ, ହ୍ୟୁମିଫିକେସନ, ଏଲୁଭିଏସନ, ଇଲୁଭିଏସନ। ମୋ ସହିତ କୁହନ୍ତୁ, ଏଇଟା ଭିଡିଓ ପଜ କରନ୍ତୁ ଆଉ କୁହନ୍ତୁ, ନ କହିଲେ ଏଇଟା ଜମା ବି ମନେ ରହିବନି ଯେତେ ବୁଝିଲେ ବି। এটা এই ଟର୍ମ ସହିତ ଆକ୍ୱାଣ୍ଟେଡ ହୁଅନ୍ତୁ। ଏଇଟା ହଉଛି ୱେଦରିଂ, ହ୍ୟୁମିଫିକେସନ, ଏଲୁଭିଏସନ, ଇଲୁଭିଏସନ। ତାପରେ ଆଉ ତିନିଟା ପ୍ରୋସେସ ପୁରା ସହଜ। ଆମେ ଦେଖିଲେ କି ଏସବୁ ମାଟି ଫର୍ମେସନ ହଉଛି ପ୍ୟାରେଣ୍ଟ ରକରୁ ସଏଲ ଫର୍ମେସନ ହଉଛି। ଓକେ, କିନ୍ତୁ କୋଉ ଜାଗାରେ ହଉଛି, କୋଉ ଜାଗାରେ କଣ ଆମେ ଜାଣିଛେ ଟ୍ରପିକାଲ ଏରିଆରେ ସେଠି ଟ୍ରପିକାଲ ଏରିଆ ଅଛି, ସବ୍ ଟ୍ରପିକାଲ ଅଛି। ଟ୍ରପିକାଲରେ କଣ ଏଠି ବହୁତ ଟେମ୍ପରେଚର ଅଧିକ, ରେନ୍ ବି ଅଧିକ। ସବ୍ ଟ୍ରପିକାଲ କଣ ମାଇଲ୍ଡ ୱେଦର ସେଠି। ତାପରେ ଆଉ ଆମେ ଜାଣିଛେ ଡେଜର୍ଟ ଏରିଆ, ଜାଣିଛେ ଡେଜର୍ଟ ଏରିଆ କଣ ପୁରା ଡ୍ରାଏ ଏରିଆ ବି ଅଛି। ଆଉ କେତେଟା ଜାଣିଛେ କୋଲ୍ଡ ଏରିଆ ଅଛି, କୋଲ୍ଡ ହ୍ୟୁମିଡ ଏରିଆ ଲାଇକ ଆମର ଲାଦାଖ କି ଜାମ୍ମୁ ଆଣ୍ଡ କାଶ୍ମୀର, ସେଠି ଥଣ୍ଡା ଅଛି, ବର୍ଷା ବି ହଉଛି ଶୀତ ଦିନେ। ତ ଏଠି ଏସବୁ ବିଭିନ୍ନ ପ୍ରକାର ଅଛି ଆଉ ସେଠି ବିଭିନ୍ନ ପ୍ରକାର କ୍ଲାଇମେଟ, ମାନେ କ୍ଲାଇମେଟ ଯୋଗୁ ଆମେ ଜାଣିଛେ କ୍ଲାଇମେଟ ଆଫେକ୍ଟ କରେ ସଏଲ କୁ, ତ ଏଠି ବିଭିନ୍ନ ପ୍ରକାର ସଏଲ ହୁଏ। ତ ଏଇଠି ସବୁ ଡିସାଇଡ ଦେଖିବା କୋଉଠି କଣ ହଉଛି। ଦେଖନ୍ତୁ ପୋର୍ଜୋଲାଇଜେସନ ଗୋଟେ ପ୍ରୋସେସ ଅଛି, ପୋର୍ଜୋଲାଇଜେସନ ଇଏ ସବୁ କଣ, ଏ ପୋର୍ଜୋଲ ଗୋଟେ ରସିଆନ ୱାର୍ଡ ହେଲା। ତ ସେଠି ତାଙ୍କ ସାଇଣ୍ଟିଷ୍ଟ ବାହାର କରିଦେଇଛନ୍ତି ତ ତାଙ୍କ ନାଁ ହେଇଯାଇଛି। ତ ଆମକୁ ଏତେ କନଫ୍ୟୁଜନ ମାନେ ଆମେ ଖାଲି ମନେ ରଖିବା ପୋର୍ଜୋଲାଇଜେସନ ଏଇଟା କୋଉଠି ହୁଏ। ଏଇଟା ମନେ ରଖିବାର ଅଛି କୋଲ୍ଡ ଆଉ ହ୍ୟୁମିଡ କଣ୍ଡିସନ। କୋଲ୍ଡ ମାନେ ଥଣ୍ଡା ଥିବ ସେ ନର୍ମାଲ କ୍ଲାଇମେଟ, ଆଉ ହ୍ୟୁମିଡ ମାନେ ରେନ୍ ବି ଠିକ ଠାକ ହଉଥିବ। ମୁଁ କହିଲି ଆମର ଜାମ୍ମୁ କାଶ୍ମୀର ଏରିଆ, ତ ଏଠି ଯୋଉ ହରିୟାଣା, ହିମାଚଳ ପ୍ରଦେଶ, ତ ସେଠି ପୋର୍ଜୋଲାଇଜେସନ ଅଧିକା ହୁଏ। ସେଠି କୋଲ୍ଡ ହୁଏ ଆଉ ବର୍ଷା ବି ହୁଏ। ତ ଥଣ୍ଡା ଜନିତ ବର୍ଷା ଯୋଉ ହୁଏ ସେଠି କଣ ହୁଏ, ଆସ୍ ଗ୍ରେ ଏସିଡିକ ସଏଲ ହୁଏ ଯୋଉଟା ପୋର୍ଜୋଲାଇଜେସନ। କାହିଁକିନା ସେଥିରେ ସିଲିକା ଆଉ ସେକ୍ୟୁଅ ଅକ୍ସାଇଡ୍ସ, ସେକ୍ୟୁଅ ଅକ୍ସାଇଡ ମାନେ କଣ ଆମେ ଜାଣିଛେ ଡାଇ ଅକ୍ସାଇଡ, ଜାଣିଛେ ଡାଇ ଅକ୍ସାଇଡ ମାନେ ଦିଟା ଅକ୍ସିଜେନ, ଟ୍ରାଇ ଅକ୍ସାଇଡ ତିନିଟା ଅକ୍ସିଜେନ, ସେକ୍ୟୁଅ ଅକ୍ସାଇଡ ମାନେ ଅକ୍ସିଜେନ 6ଟା ବିଶିଷ୍ଟ ଗୋଟେ କେମିକାଲ ବାଲା, ସେଟା ଆଲୁମିନିୟମ ର ମୋଷ୍ଟ କୁହନ୍ତି, ଆଲୁମିନିୟମ ର। ତ ଏଇଟା ରହିଯାଏ, ସେକ୍ୟୁଅ ଅକ୍ସାଇଡ ବିଭିନ୍ନ ଆଲୁମିନିୟମ ର, ଆଇରନ ର, ସିଏ ରହିଯାଏ, ସିଲିକା ରହିଯାଏ, ଆଉ ବାକି ସବୁ ପଳେଇଯାଏ। ଆମେ ଯୋଉଟା ଦେଖିଲେ ଯଦି ଏଇଟା ସଲ୍ଟ ଲେୟାର ହେଲା, ସଏଲ ଲେୟାର ହେଲା, ଏଠି ଯୋଉ ଏଲୁଭିଏସନ ହଉଛି, ଏଲୁଭିଏସନ, ତ ଏ ଯୋଉ ଏଲୁଭିଏସନ ଏଠି କେବଳ ସିଲିକା ଆଉ ସେକ୍ୟୁଅ ଅକ୍ସାଇଡ ର ରହିଗଲା, ଆଉ ସବୁ ପଳେଇ ଆସୁଛି। ବୁଝିପାରିଲେ? ତ ସେଥିପାଇଁ ଏଇ ପ୍ରୋସେସ ଟାକୁ କୁହନ୍ତି ପୋର୍ଜୋଲାଇଜେସନ। ଏଇଟା ହଉଛି କୋଲ୍ଡ ଆଉ ହ୍ୟୁମିଡ ରିଜିଅନ। ଏଇଟା ଓଡିଶାରେ ନାହିଁ, ସେମିତି ଓଡିଶା ଗୋଟେ ଆସୁଛି ୱାର୍ମ ଆଉ ହ୍ୟୁମିଡ ରିଜିଅନ ହେଲା, ସେଇଟା ବୁଝିଗଲେ। ସେମିତି ଆମେ ଆସିବା, ଆମେ ଅଲଗା ଜାଗାଠୁ ସେମିତି ଆସିବା। ଅଲଗା ଜାଗା କଣ ଅଛି, ଅଲଗା ଜାଗା ଅଛି, ଯେମିତି ଏଟା କୋଲ୍ଡ ହ୍ୟୁମିଡ, ସେମିତି ଆମର ହେଇପାରେ ହଟ୍ ହ୍ୟୁମିଡ ଏରିଆ ହେଇପାରେ। ହଟ୍ ହ୍ୟୁମିଡ ମାନେ ଠିକ ଠାକ ଆମାଉଣ୍ଟ ର ବର୍ଷା ହଉଛି ଆଉ ସେଠି ୱାର୍ମ ଅଛି, ସେଠି ଟେମ୍ପରେଚର ଟା ୱାର୍ମ ଅଛି, ତ ସେଠି ହେଭି ରେନଫଲ ରିମୁଭ ସଲ୍ୟୁବୁଲ ମିନେରାଲ। ପୁଣି ଏଠୁ ମିନେରାଲ, ସଲ୍ୟୁବୁଲ ମିନେରାଲ ତଳକୁ ଆସିବ। ଏଠି ଦେଖନ୍ତୁ ସିଲିକା ଟା ବି ରିମୁଭ ହେଇଯିବ, ଯୋଉଟା ଏଠି ସିଲିକା ରହିଯାଉଥିଲା ଏଠି ସିଲିକା ବି ରିମୁଭ ହେଇଯିବ। ସିଲିକା ରିମୁଭ ହେଇଗଲେ ଆଉ କଣ ରହିଲା, ସେକ୍ୟୁଅ ଅକ୍ସାଇଡ, ସେଇଟା ଖାଲି ରହିଯାଉଛି। ସେଠି ବି ସେ ବି ସେଇ ଏସିଡିକ, ଏଠି ବି ଏସିଡିକ ସଏଲ ହଉଥିଲା, ଇଏ ବି ଏସିଡିକ ସଏଲ ହଉଥିଲା, କିନ୍ତୁ ଇଏ ଡିଫରେଣ୍ଟ ରିଜିଅନରେ, ସେମ ପ୍ରୋସେସ। ଆକୁ ଏଠି କହିଲେ ୱାର୍ମ ରିଜିଅନରେ ଲିଚିଂ, ଆକୁ କହିଲେ ପୋର୍ଜୋଲାଇଜେସନ, ସିମ୍ପଲ। ତାପରେ ସେମିତି ଆମେ ଯିବା ଆଉ ଗୋଟେ ରିଜିଅନକୁ। ଆମେ ଦେଖିଲେ ଏ ଦିଟା ଯାକ ହ୍ୟୁମିଡ ରିଜିଅନ, ମାନେ ଏଇଟା କୋଲ୍ଡ ରିଜିଅନ, ଏଇଟା ହଟ୍ ରିଜିଅନ। ଆଉ ଗୋଟେ ରିଜିଅନ ଯିବା ଆମେ, ଦେଖନ୍ତୁ ଏଠି ହଟ୍ ରିଜିଅନ କୁ ହଟ୍ ରହିଲା, ହଟ୍ ରିଜିଅନ, କିନ୍ତୁ
ওয়েট রিজন। ওয়েট মানে এটি হ্ୟୁମିଡ, ঠিক ଠାକ ବର୍ଷା ହଉଥିଲା, କିନ୍ତୁ ଏଠି ହେଭି ରେନ୍ ଥ୍ରୋ ଆଉଟ୍ ଦ ଇୟର। ଏଇଟା କୋଉଠି? ଇକ୍ୱେଟୋରିଆଲ। ଇକ୍ୱେଟୋରିଆଲ ଭିତରେ ହବ ହେଭି ରେନ୍ ସେଠି, ଆଉ ୱାର୍ମ ବି ସବୁବେଳେ। ସେଠି ହେଭି ଏକ୍ସଟ୍ରିମ ଲିଚିଂ ହବ। ଏକ୍ସଟ୍ରିମ ଲିଚିଂ ମାନେ କଣ? ସେ ପାଣିଟା ସବୁବେଳେ ସିପ୍ ହଉଥିବ ତଳକୁ, ଗ୍ରାଉଣ୍ଡ ୱାଟରକୁ ପାଣି ଯାଉଥିବ ସବୁବେଳେ, ଭର୍ଟିକାଲ ସିପିଂ ଅଫ ୱାଟର ସବୁବେଳେ ଚାଲୁଥିବ, ତ ସେଠି ହେଭି ଲିଚିଂ ହବ। ଲିଚିଂ ମାନେ ସେ ଯୋଉ ମିନେରାଲ ଯାକ ହେଭିଲି ପଳେଇଯିବ। ହେଭିଲି ପଳେଇଲେ ଏତେ ଜୋର ହବ ଯେ ଏଠି ଯୋଉ ଆଇରନ୍ ଟା ରହିଯିବ, ଆଇରନ୍ ଅକ୍ସାଇଡ ଟା ହବା ପାଇଁ ଟିକେ ଟାଇମ ଲାଗେ, ଜଙ୍କ ଯେମିତି ଲାଗେ, ରଷ୍ଟ ଟାଇମ ଲାଗେ। ତ ଆଇରନ୍ ଆଉ ଆଲୁମିନିୟମ ଯୋଉଟା, ସେକୁ ଅକ୍ସାଇଡ ଥିଲେ ସିଏ ଆଉ ଫର୍ମେସନ ନ ହେଇପାରିକି ଆଇରନ୍ ଆଉ ଆଲୁମିନିୟମ ସେମିତି ରହିଯିବେ, ଆଉ ସବୁ ଯାକ ସିଲିକା ଫିଲିକା ସବୁ ପଳେଇବେ। ତ ସେଇଟାକୁ କହିବା ଆମେ ଲାଟରାଲାଇଜେସନ। ଏଠି ଦେଖନ୍ତୁ ହେଭି ରେନ୍, ଦିଟା କ୍ଲାଉଡ ଦେଇଛି, ଏଟା ହେଭି ରେନ୍, ତ ଏଇଟା ମନେ ରଖିବେ ଲାଟରାଲାଇଜେସନ। ବୁଝିପାରିଲେ? ତ ସେଠି ଲାଟେରାଇଟ ସଏଲ ହବ। ଲାଟରାଲାଇଜେସନ ହେଲେ ଲାଟରାଇଟ ସଏଲ ମାନେ ଆମେ ଜାଣିଲେ ସେଠି ଆଇରନ୍ ଆଲୁମିନିୟମ ଅଧିକା ଥିବ। ଆଉ ସେଟା ବ୍ରିକ୍ ରେଡ୍ କଲର। ବ୍ରିକ୍ ରେଡ୍ ମାନେ ଯୋଉ ସନରାଇଜ ରେଡ୍, ଅରେଞ୍ଜ ରେଡ୍ ଟାଇପର, ଅରେଞ୍ଜ ରେଡ୍ କଲର ଟିକେ ଏଇଟା ହବ ହେଲା। ତ ଏଇଟା ଆମେ ମନେ ରଖିଲେ। ଦେନ୍ ନେକ୍ସଟ ପ୍ରୋସେସ କୁ ଯିବା। ଦେଖନ୍ତୁ ଆମେ ଦିଟା, ଗୋଟେ ହଉଛି ହଟ୍ ହ୍ୟୁମିଡ, କୋଲ୍ଡ ହ୍ୟୁମିଡ କଥା ଦେଖିଲେ, ହଟ୍ ୱେଟ୍ ତିନିଟା ରିଜନ ଦେଖିଲେ। ଏବେ ଥାର୍ଡ ରିଜନ, ଆଉ ଗୋଟେ ରିଜନ ଦେଖିବା, ସାଲିନାଇଜେସନ ଆଉ ଆଲକାନାଇଜେସନ। ସିମିଲାର କନସେପ୍ଟ, କିନ୍ତୁ ଡିଫରେଣ୍ଟ ଡିଫରେଣ୍ଟ ଜାଗାରେ କେମିତି ହଉଛି। ସାଲିନାଇଜେସନ ମାନେ ସଲ୍ଟ, ଆମର ଯୋଉ କୋଷ୍ଟାଲ ଏରିଆ ଆମେ ଜାଣିଛେ, କୋଷ୍ଟାଲ ଏରିଆ ସେଠି ସମୁଦ୍ର ପାଣି ଅଛି। ସମୁଦ୍ର ଆମର ଧର ପାରାଦୀପ, ଜଗତସିଂହପୁର, କୋଷ୍ଟାଲ ଓଡିଶା, ସେଠି ସମୁଦ୍ର ପାଣି ଯୋଉ ଆସୁଛି, ସେଠି ହେଭି ଆମାଉଣ୍ଟ ଅଫ ସଲ୍ଟ ଆକୁମୁଲେଟ ହଉଛି। ତ ସେଠି ସଲ୍ଟ ଆକୁମୁଲେଟ ହେଲା ଫଳରେ ସେଠି ସାଲିନେସନ ମାନେ ସେଥିରେ ସଲ୍ଟ ଆକୁମୁଲେଟ ହେଇଯାଉଛି ସଲ୍ଟରେ, ତ ସେଟା ସାଲାଇନ୍ ସଏଲ ହଉଛି। ଆଉ ପୁଅର ଡ୍ରେନେଜ ହେଲେ ବି ଯଦି ପାଣି ନ ଯାଇକି ଜମା ହେଇକି ରହିଲା, ସେଠି ବି ହବ। ଆମର ସାଲିନେସନ କୋଉଠି? ପଞ୍ଜାବ ଏରିଆରେ। ସେଠି ଏତେ ଆମାଉଣ୍ଟ ଅଫ ୱାଟର ସେଠି ପ୍ରୋଭାଇଡ କରୁଛନ୍ତି, ମାନେ ଚାଷ ପାଇଁ ସେ ଜମିଟା ସବୁବେଳେ ୱାଟର ହେଇକି ସେଠି ସାଲିନେସନ ହେଇଗଲାଣି। ସେ କଣ୍ଡିସନ ଟା ଜାଣିବେ, ମାନେ ସଲ୍ଟି ହେଇଗଲାଣି ପାଣିଟା, ଯୋଉ ମାଟିଟା। ଆଲକାନାଇଜେସନ ସେମ କନସେପ୍ଟ। ଆମେ ଜାଣିଛେ ଆମର ଯୋଉ ସଏଲଟା ସାଲାଇନଲି ଏସିଡିକ, ବୁଝିଲେ? ସଏଲଟା ଟିକେ ଏସିଡିକ ଥାଏ, କିନ୍ତୁ ଯଦି ସେଟା ଆଲକାନାଇଜ ହେଇଯାଉଛି ମାନେ ବେସିକ ହେଇଯାଉଛି, ଉଲ୍ଟାଟା ହେଇଯାଉଛି। ସେଟା ମାନେ କଣ? ଖାରିଆ, ଯୋଉଟା ଖାରିଆ ପାଣି ପାଟିକୁ ଡିଫରେଣ୍ଟ ଲାଗେ ଟିକେ, ତ ଖାରିଆ ହେଇଯିବ ସେଠି ହେଲା। ଖାରିଆ କେମିତି ହୁଏ? ସେ ନାଚୁରାଲି ବି ହୁଏ, ଆଉ ଆମ ହ୍ୟୁମାନ ଯୋଗୁ ବି ହୁଏ। ହ୍ୟୁମାନ ଯୋଗୁ କେମିତି? ହ୍ୟୁମାନ ଯୋଗୁ ଯୋଉ ଥର୍ମାଲ ପାୱାର ପ୍ଲାଣ୍ଟ ଯୋଉ ଆସ୍ ବାହାରୁଛି, ଯୋଉ କୋଲ ଥର୍ମାଲ ପାୱାର, କୋଇଲାକୁ ଆମେ ଜାଳୁଛେ, ଯୋଉ ଧଳା ଆସ୍ ବାହାରୁଛି, ସେଇ ଆସ୍ ଟାକୁ ମିଶିଲେ ଯଦି, ଯୋଉଟା ଆମେ ଗଦା କରୁଛେ, ସେଠି ହେଇଯିବ ଏଇଟା ଆଲକାନାଇଜେସନ, ଖାରିଆ ହେଇଯିବ। ସେମିତି ନ୍ୟାଚୁରାଲି ଆମର ସୋଡିୟମ କାର୍ବୋନେଟ ଆମର ଫର୍ମେସନ ହେଇଯାଏ ମାଟିରେ, ତ ସିଏ ନ୍ୟାଚୁରାଲି ବି ହେଇପାରେ। ତ ଏଇଟା ମନେ ରଖିବ, ଏଇଟା ହଉଛି ଆଲକାନାଇଜେସନ, ମାନେ ସୋଡିୟମ କାର୍ବୋନେଟ Na2CO3 ଫର୍ମେସନ ହେଇଯାଉଛି ହେଲା। ସେଇଟା ହଉଛି ଖାରିଆ ହେଇଯିବ ମାଟିଟା, ଏଇଟା ଲୁଣି ମାରିଯିବା, ଏଇଟା ଲୁଣି ମାଟି କହୁଛନ୍ତି। ଗ୍ଲେଇଜେସନ କଣ? କ୍ୟାଲସିଫିକେସନ। ଆଉ ଦିଟା ହିଁ ପ୍ରୋସେସ ରହିଲା। ଗ୍ଲେଇଜେସନ କଣ? ଇଏ ଗୋଟେ ରିଜନ ଯୋଉଠି ୱାଟର ଲଗିଂ କଣ୍ଡିସନ। ୱାଟର ଲଗିଂ କଣ୍ଡିସନ ମାନେ କଣ? ପାଣିଟା ପୁରା ସ୍ଥିର ରହୁଛି ସାଚୁରେଟେଡ ଏରିଆରେ, ସେଠି ସଏଲ ଅଛି, ସେଠି ପାଣି ପୁରା ରହୁଛି। ଲାଇକ ଆମେ ନନ୍ଦନକାନନ ସାଇଡ ଏରିଆ ଟା ଦେଖନ୍ତୁ, ଯୋଉ ବଟାନିକାଲ ପାର୍କ କଣଟା, ସେଠି ପାଣି ସବୁବେଳେ ଜମିକି ରହୁଛି। ଯୋଉଟା କୁହନ୍ତି ପିଟ୍ ଲ୍ୟାଣ୍ଡ, ୱେଟଲ୍ୟାଣ୍ଡ ଯୋଉଟା କହୁଛନ୍ତି, ୱେଟଲ୍ୟାଣ୍ଡ বা ମାର୍ସି ଲ୍ୟାଣ୍ଡ, ଏରା ସବୁ ତା ନା। ଏଇ ସବୁ ଜାଗାରେ କଣ ହୁଏ ନା, ଏଠି ଗ୍ଲେଇଜେସନ ହେଇଯାଏ। ଗ୍ଲେଇଜେସନ ମାନେ କଣ? ପୁଅର ଡ୍ରେନେଜ ଯୋଗୁ ସେଠି ଆଉ ଅକ୍ସିଜେନ ମିଳିପାରେନି ସଏଲରେ। ଅକ୍ସିଜେନ ନହେଲା ବେଳକୁ ବ୍ଲୁଇଶ ଗ୍ରେ ଷ୍ଟିକି ସଏଲ, ପୁରା ଅଠାଳିଆ ସଏଲ ଟା ହେଇଥିବ, ହାତକୁ ପୁରା ଅଠାଳିଆ ଲାଗୁଥିବ। ବ୍ଲୁଇଶ ଗ୍ରେ କଲରଟା, ବ୍ଲୁ ଆଉ ଗ୍ରେ କଲର ହେଇଯିବ, ସେଇଟା ହେଇଯିବ। ତ ସେଇଟାକୁ କହୁଛନ୍ତି ମାର୍ସି ଏରିଆରେ ଗ୍ଲେଇଜେସନ। ଗ୍ଲେଇ ମନେ ରଖିବେ, ଗ୍ଲୁ। ଗ୍ଲେଇଜେସନ ପଡିଲା ମାନେ ଗ୍ଲୁ, ଅଠାଳିଆ ଯଦି ଫର୍ମେସନ ହଉଛି ମାଟି, ସେଟା ଗ୍ଲେଇଜେସନ କୋଉଠି? ୱାଟର ଲଗିଂ ଏରିଆରେ ହବ ହେଲା। କ୍ୟାଲସିଫିକେସନ, ନା ଯେମିତି ହେଇଛି, କ୍ୟାଲସିଫିକେସନ ମାନେ କ୍ୟାଲସିୟମ ରୁ ଆସିଛି। ଆଲକାନାଇଜେସନ ଫର୍ମେସନ ହେଇଗଲା ସୋଡିୟମ କାର୍ବୋନେଟ, ଏଠି କ୍ୟାଲସିୟମ କାର୍ବୋନେଟ, ମନେ ରଖି CaCO3, କ୍ୟାଲସିୟମ କାର୍ବୋନେଟ। ଏଇଟା କୋଉ ଜାଗାରେ ହଉଥିବ? ଏଇଟା ମନେ ରଖିବେ ଡେଜର୍ଟ ଏରିଆରେ, ଡ୍ରାଏ ଆଉ ସେମି ଏରିଡ ରିଜନରେ, ମାନେ ଡେଜର୍ଟ ଏରିଆ।
ସବୁ ଏରିଆର ଆମେ ଦେଖୁଛେ ସଏଲ କେମିତିଆ ଫର୍ମେସନ ପ୍ରୋସେସ ଅଛି। ଦେଖନ୍ତୁ ଏଟା ଡେଜର୍ଟ ଏରିଆରେ ହାର୍ଡ କାଲକାରିୟସ୍ ଲେୟାର ଡେଭଲପ୍ସ, ମାନେ ସେଠି ଏଇଟା ହେଇଗଲା ଧର ସଏଲ, ଏଠି ଉପରକୁ ପାଣି ଯାଉଛି ହେଲା, ଏଠି ଉପରକୁ ଭେପର ଅଧିକା ହେଇଯାଉଛି। ଭେପର ହେଇଗଲା ବେଳକୁ ଖାଲି ତ ପାଣି ହବ, ଏଠି ସବୁ ଜମା ହେଇଗଲା, ଜମା ହେଇକିରି ଗୋଟେ କ୍ୟାଲସିୟମ ଯଦି ଜମା କ୍ୟାଲସିୟମ କାର୍ବୋନେଟ ହେଇଯାଉଛି। ଆମେ ଜାଣିଛେ କ୍ୟାଲସିୟମ ମାନେ କଣ, ବୋନ ଅଧିକା ଥାଏ। ଏଠି ସେଇଭଳିଆ ପୁରା ଟାଣ ହାର୍ଡ କାଲକାରିୟସ୍ ରେକ୍ ଯୋଉ ଲେୟାର ଫର୍ମେସନ ହେଇଯାଏ, ତ ସେଇଟାକୁ କୁହନ୍ତି କାଲସିଫିକେସନ। ତାର ଯୋଉ ରିଜନାଲ ନେମ୍ ଅଛି କଙ୍କର କୁହନ୍ତି ତାକୁ, ରାଜସ୍ଥାନ ଏରିଆରେ ବା ପଞ୍ଜାବ ଏରିଆରେ ତ କୁହନ୍ତି କଙ୍କର। ତ ଏଇଟା ହେଇଗଲା। ତ ଆମେ ଏଠି 4ଟା ପ୍ରୋସେସ, ସେଠି 3ଟା ପ୍ରୋସେସ, ଆଉ ସେଠି 3ଟା ପ୍ରୋସେସ, ଏମିତି 10ଟା ପ୍ରକାର ପ୍ରୋସେସ ଦେଖିଛେ। ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଫର ଏକ୍ଜାମ। ଏଟା ଭିडिଓ ପଜ କରିକି ତାକୁ ରିଭାଇଜ କରନ୍ତୁ, ତାକୁ ପାଠରେ ଉଚ୍ଚାରଣ କରନ୍ତୁ, ଟ୍ରାଏ ଟୁ ପ୍ରୋନାଉନ୍ସ ଦେମ୍। ତ ଏମିତି ହେଲେ ମନେ ରହିଯିବ। ଆଉ ପ୍ରୋସେସଟାକୁ ବି ମାଇଣ୍ଡ ରଖନ୍ତୁ, କୋଉ ରିଜନରେ ହଟ୍ ହ୍ୟୁମିଡ, କୋଲ୍ଡ ହ୍ୟୁମିଡ, ହଟ୍ ୱେଟ୍, ତାପରେ ମାନେ କୋଷ୍ଟାଲ ସାଲାଇନ ୱାଟର, ତାପରେ ଏଇଟା ହେଲା କି ଆପଣଙ୍କର ଯୋଉ କୁଲ ଥର୍ମାଲ ଯୋଗୁ ଯୋଉ ହଉଛି ଆଲକାନାଇଜେସନ କେମିତି, ୱାଟର ଲଗିଂ କଣ୍ଡିସନରେ କଣ, ଡ୍ରାଏ ଡେଜର୍ଟ ଏରିଆରେ କେମିତି ସଏଲ ଫର୍ମେସନ, ଏଇଟା ବୁଝିପାରିବେ। ଦେନ୍ ଆଉ ଗୋଟେ, ଏଇଟା ତ ପ୍ରୋସେସଟା ନୁହେଁ, ଏଟା ଆଲୁଭିଏସନ ପ୍ରୋସେସଟା। ଆମେ ପଢିଲେ କଣ ଏଲୁଭିଏସନ ଆଉ ଏଲୁଭିଏସନରୁ ଯାଇ ଏଲୁଭିଏସନ ଜମା ହବ। ଆଲୁଭିଏସନ ଏଇଟା ଗୋଟେ ସଏଲ ଫର୍ମିଂ ପ୍ରୋସେସ ନୁହଁ, ମାନେ ଫର୍ଟାଇଲ ଆଲୁଭିଆଲ ସଏଲକୁ କୁହନ୍ତି ଆଲୁଭିଏସନ ପ୍ରୋସେସ ହେଲା। ମାନେ ଆଲୁଭିୟମ ଯୋଉ ସଏଲ ହଉଛି ଆମର ଆଲୁଭିୟମ, ସେଇ ସଏଲରେ କିଛିଟା ପ୍ରକାର ଭେଦ ଅଛି, ଏନସିଇଆରଟି ଦେଇଛି, ସେଥିପାଇଁ ଆ ଭିତରେ ଟିକେ ଡିଫରେନ୍ସ ଦେଖିଦେବା। ଏଟା ସବୁଠୁ କନଫ୍ୟୁଜିଂ ଥାଏ। କଣ ଆମେ ଜାଣିଲେ ମିନେରାଲି ସେଡିମେଣ୍ଟ ଯୋଉ ଫର୍ମେସନ ହବା, ଯୋଉ ନଈ ଆସୁଛି ଏଠୁ ପାହାଡରୁ ନଈ ଆସିଲା, ଏଇଠି inside bend of a meander due to lower velocity meander formation ହେଇଛି। meander ମାନେ ଯୋଉ ଅଶ୍ୱ ଖୋରାକୃତି, ଅକ୍ସବୋ ଲେକ୍ ଏଇଟା ଆଗକୁ ଯାଇ ହବ ହେଲା, ସେଠି ଜମା କଲା। ତ ଇଏ ସବୁ ହେଇଗଲା ଏଠି କଣ, ତାର ଯୋଉ ଫ୍ଲଡେଡ ଏରିଆରେ ଆଲୁଭିୟମ ଡିପୋଜିଟ ହେଇଗଲା। ତ ଆଲୁଭିୟମ କହୁଛନ୍ତି, ତ ସିଏ ତାର ବିଭିନ୍ନ ପ୍ରକାର ଭେଦ ଅଛି। ମାନେ ଯୋଉ ହିମାଳୟ ଫର୍ମେସନ ଯୋଉ ଗାଙ୍ଗେଟିକ ପ୍ଲେନ ଅଛି ସେଠି ଅଛି, ସେଇଟା ହିଁ ମୁଁ ଡିସକସ କରିବାକୁ ଚାହୁଁଛି, ବିକଜ ତା ଉପରେ ଏଇଟା ପଡିଯାଏ। ଓଡିଶା ସହିତ ଆର କିଛି ସେମିତି ରିଲେସନ ନାହିଁ। କଣ ହେଲା ଏଇଠି ଏକ୍ଜାମ, ଏ ଡାଇଗ୍ରାମଟା ଦେଖନ୍ତୁ, ଏଇଟା ହେଲା ହିମାଳୟ ବେଲ୍ଟ। ତ ହିମାଳୟ ଅଛି, ତାପରେ ଆମର ତା ଫୁଟ ହିଲରେ ଯୋଉ ସବୁ ଷ୍ଟେଟ ଅଛି ଲାଇକ ୟୁପି, ଉତ୍ତରାଖଣ୍ଡ, ନେପାଳ ହେଲା ପୁରା ୟୁପିର ଗୋଟେ ବ୍ରଡ ରିଜିଅନ। ଦେନ୍ ତାର ଡାହାଣକୁ ହେଲା ବିହାର। ତ ଏଇଟା ମନେକର ହେଲା ଆମର ମ୍ୟାପ ଆସିଛି, ଭାରତର ମ୍ୟାପଟା ଅଛି ନା ଏମିତି। ତ ଏଇଠି ହିମାଳୟ ହେଇଗଲା, ତା ଫୁଟହିଲରେ ଯୋଉ ରିଜିଅନ, ଏଇ ରିଜିଅନରେ ଏମିତି ଆମେ ଏଇଟା ଦେଖୁଛେ, ଏଇଟା ଏମିତି ଦେଖିବା କଥା, ଏଇଟା ଏମିତି ଦେଖିବା। ଓକେ, ତ ସେଠି ଗୋଟେ ଅଛି ଭାବର, ଗୋଟେ ତେରାଇ, ଗୋଟେ ଭାଙ୍ଗର, ଗୋଟେ ଖନ୍ଦର, ଏମିତି ମନେ ରଖିବେ। ଏଇଠି କନଫ୍ୟୁଜନ, ଭାବର, ଭାଙ୍ଗର, ତେରାଇ, ଖନ୍ଦର କନଫ୍ୟୁଜନ ହୁଏ, ସେ ପୁରା ଷ୍ଟେଟମେଣ୍ଟ ସବୁ ବୁଲେଇ ବାଲେଇକି ପକାଏ। ତ ଏଠି କନଫ୍ୟୁଜ ହବାର ନାହିଁ। ଭାବର ମାନେ ପୁରା ହିମାଳୟ ଫୁଟହିଲରେ, ଏଇଟା ହିମାଳୟ ତା ଫୁଟହିଲରେ ଅଛି, ବଡ ବଡ ପେବଲ ଷ୍ଟ୍ରକ୍ଚର ସବୁ ଅଛି ଏଠି। ଓକେ, ପୁରା ପାହାଡ ଭାଙ୍ଗିକିରି ହେଇଛି। ତ ଏଠି ଏଇଟା ମନେ ରଖିବେ, ଭାବର ସେଟା କହୁଛୁ। ସିଏ ଛୋଟ ହେଲା ଏଠି, ତ ଏଠି ହଉଛି ତେରାଇ ଅଞ୍ଚଳ। ଏଠି ୱାଟର ବି ବହୁତ ଅଛି। ତ ହିମାଳୟ ଯୋଉ ରିଭର ଗୁଡା ଏଠି ଫ୍ଲଡ ଏରିଆ କରନ୍ତି, ତ ଏଠି ୱାଟର ବହୁତ ଆଭେଲେବୁଲ ଅଛି। ତ ଏଇଟା ଜଙ୍ଗଲ ଆଉ ଜଙ୍ଗଲ ପାଇଁ ଏଇଟା ପୁରା ସୁବିଧା ଅଛି। ଏଠି ଜଙ୍ଗଲ ହେଲେ ସେଥିପାଇଁ ଏଠି ବାୟୋଡାଇଭର୍ସିଟି ବି ବହୁତ ଅଛି। ତ ଏଇଠି ଆମର ନ୍ୟାସନାଲ ପାର୍କ, ୱାଇଲ୍ଡ ଲାଇଫ ସାଙ୍ଚୁଆରୀ, ତ ଏଇଠି ବହୁତ, ଏଠି ବାୟୋଡାଇଭର୍ସିଟି ବହୁତ। ତେରାଇଟା ଆମର ନ୍ୟାଚୁରାଲ ସିଷ୍ଟମ ପାଇଁ ବହୁତ ହିଁ ମାନେ ଭଲ ରିଜିଅନ। ତ ଇଏ ଦିଟା ଜିନିଷ ଦେଖିଦେଲେ, ତାପରେ ଆଉ ଦିଟା କନସେପ୍ଟ ହେଲା ଭାଙ୍ଗର ଆଉ ଖନ୍ଦର। ସେଇଟା କଣ ଜିନିଷ, ତ ସିଏ ହେଲା କି ଏଇଟାକୁ କୁହନ୍ତି ଓଲ୍ଡ ଆଲୁଭିୟମ, ଏଇଟା କୁହନ୍ତି ନ୍ୟୁ ଆଲୁଭିୟମ। ତା ମାନେ କଣ, ଆମେ ଜାଣିଛେ ରିଭର ଦ୍ଵାରା ଆଲୁଭିୟମ ଡିପୋଜିଟ ହୁଏ। ଦେଖନ୍ତୁ ଏଇଟା ଗୋଟେ ରିଭର ଅଛି, ଇଏ କିଛି ବର୍ଷ ଭିତରେ ସବୁବେଳେ ଏଠି ଡିପୋଜିଟ କରୁଛି। ତ ଏଇଟା ହେଇଗଲା ନୂଆ, କିନ୍ତୁ ସେଇ ରିଭର କେତେ ହଜାର ବର୍ଷ ପୂର୍ବରୁ ସେ ତାର ଏଠି କରିଥିବ କଣ ନା, ଡିପୋଜିଟ ଯୋଉଗୁରା କରୁଛି ସିଏ ଏତେ ସବୁ ସାଇଡରେ ହେଇଗଲାନି, ତ ଏଗୁରା ଓଲ୍ଡ ହେଇଗଲାନି। ତ ଏଗୁରା କହୁଛନ୍ତି ଓଲ୍ଡ ଆଲୁଭିୟମ। ତ ଏମିତି ମନେ ରଖିବେ 4ଟା ଷ୍ଟ୍ରକ୍ଚର, ଭାବର, ତେରାଇ, ଭାଙ୍ଗର, ଖାଦର। ତା ଭିତରେ ଗୋଟେ କ୍ୱେଶ୍ଚିନ୍ କରିଦିଅନ୍ତୁ MCQ ର, ସେଇଟା ବହୁତ ମୁଁ ଗ୍ରୁପ ମୋର ଟେଲିଗ୍ରାମ ଗ୍ରୁପ ରେ ଛାଡିଦେବି, ଏଇଟା କରିଦେବି ଗୋଟେ, ବହୁତ ଥର ବହୁତ କନଫ୍ୟୁଜିଂ କରି ପକାଏ। ତ ଏଇଟା ଗୋଟେ କନସେପ୍ଟ।
एटा हेगला देन एते सब पढ़ी सारला परे एबे हमर इजी हे जिवो कि सॉइल विषय पढ़िया ओडिसा रो जो सॉइल मिले जा करे तो सेटा पढ़ी हे जिवो तो सॉइल रे देखिले पाउडर हिस्ट्री ऑफ रॉक्स क्लाइमेट रिवर फॉरेस्ट और रिलीफ कहउछंती सॉइल जो पाउडर फॉर्म टा हला सेटा कहउछंती तो सेटा हम जानले तो किछटा सॉइल रेड सॉइल मिक्स्ड रेड येलो सॉइल लैटरल सॉइल ब्लैक सॉइल एरा सब कोन के बेसिक्स टा देखि दवा रेड सॉइल टा लो रेनफॉल हाई लैंड्स रे अछि हाई लैंड रे अछि जोटी रेनफॉल टा कम थाए सिटी रेड सॉइल हुए तापर मिक्स्ड रेड येलो माने रेड सहित येलो भी अछि ट्रांजिशनल सॉइल माने ये जोटा प्लेट्यू देखिले प्लेट एरिया रे हाई रेड सॉइल हुए तार ट्रांजिशनल एरिया रे येलो मिक्स्ड हुए तार अर्थ ये रेड ऑयल रे किछि किछि ट्रांसफॉर्मेशन हे जाइछि सेटा कहउछंती ସେଇଟାକୁ କହୁଛନ୍ତି ରେଡ୍ ୟେଲୋ ମିକ୍ସଡ ସଏଲ ସେଠି ମଡରେଟ ରେନଫଲ ଏଠି ଦେଖନ୍ତୁ ଲୋ ରେନଫଲ ଏଠି ମଡରେଟ ରେନଫଲ ଟିକେ ଅଧିକା ରେନଫଲ ହଉଛି ତାପରେ ଗୋଟେ ଆସିଲା ଲାଟରାଇଟ ସଏଲ କଣ ନା ସେଠି ହେଭି ରେନଫଲ ଏଇଟା ଆମେ କରିଦେଲେ ଲାଟରାଲାଇଜ ଯୋଉଟା ଆମେ ଲାଟରାଲାଇଜେସନ ତ ସେଇଟା ଆମେ ପଢିଛେ ସେଠି ଯୋଉଠି ହେଭି ରେନଫଲ ହଟ୍ ଆଉ ହ୍ୟୁମିଡ କ୍ଲାଇମେଟ ରେ ହୁଏ ଏଇଟା ଆମେ ପଢିଛେ ତ ଏଇଟା ହେଇଗଲା lateralization heavy leaching ସେଠି ହଉଛି ତ ହାଇ ଟେମ୍ପରେଚର ରିଜନ ତାପରେ ବ୍ଲାକ୍ ସଏଲ ଏଟା ବେସିନ ଏରିଆ ବ୍ଲାକ୍ ସଏଲ ଆମେ ମନେ ଅଛି ରେଗୁର ବେସିନ ଏରିଆ ମାନେ କଣ ମନେକର ଗୋଟା ଏମିତି ବେସିନ ଅଛି ପୁରା ଏଟା ବିରାଟ ବଡ ବେସିନ ତ ସେଠି ବାହାର ଆଡୁ ଆମର ଆସିକିରି ସେଡିମେଣ୍ଟ ଜମା ହଉଛି ତ ଯୋଉ ପାଣିରେ ଯୋଉ ସେଡିମେଣ୍ଟ ଟା ଆସେ ଯଦି ପାଖାପାଖି ଡେକାନ ଟ୍ରାପ ଏରିଆ ଟା ଯେମିତି ସେଠି ଯୋଉ ଇଗ୍ନେୟସ୍ ରକ୍ ଟା ଯୋଉଟା ଆସେ ସେ କ୍ଲେ କଣ୍ଟେଣ୍ଟ ଟା ସେଠି ବହୁତ ଅଧିକା ଥାଏ ମୁଁ କହିଛି କ୍ଲେ ଟା ପୁରା ୱାଟର ସଲ୍ୟୁବୁଲ ହେଇଥାଏ ଏଇ କଳା ଯୋଉ ଡେକାନ ଟ୍ରାପ ଅଞ୍ଚଳ ଯୋଉ କ୍ଲେ ୱାଟର ଟା ୱାଟର ସଲ୍ୟୁବୁଲ ସେ ଏଠି ଯୋଉ ସେଡିମେଣ୍ଟ ପୁରା ଫାଇନ କ୍ଲେ ଜମା ହେଇକି ସେ ଯୋଉ ପ୍ରକାର ହେଲା ତାକୁ କହୁଛନ୍ତି ବ୍ଲାକ୍ ସଏଲ ପୁରା କଳା କଲର ତାର ପ୍ରପର୍ଟିଜ ଟା ଦେଖିବା ତ ଏଇ ସବୁ ମେଜର ସଏଲ ଟାଇପ ଟା ଆମର ଓଡିଶାରେ ମିଳେ ତା ସହିତ ଆଲୁଭିଆଲ ଆଉ ସାଲାଇନ ୱାଟର ଏ ଯୋଉ ସାଲାଇନ ସଏଲ ଏଇ କିଛି ପ୍ରକାର ହିଁ ଆମର ଓଡିଶାରେ ମିଳେ ଆଉ ବେଶୀ କିଛି ନାହିଁ ଆ ବିଷୟରେ ଆମେ ଅଲରେଡି ଦେଖିଦେଲେ ବାସ୍ ଆର କିଛି ପ୍ରପର୍ଟିଜ ଦେଖିବା କିଏ କୋଉଥିରେ କମ କଣ ତା ଦେହରେ କଣ୍ଟେଣ୍ଟ ଅଛି କଣ ତ ସେଇଟା ବାକି ସବୁ ଟିକେ ଦେଖିବା on the basis of relief structure there are 8 major groups कौन red soil mixed red yellow laterite deltaic alluvial soil black soil mixed red और black soil coastal saline soil और brown forest brown soil ଟା ମିଳେ ତ ସେଇଟା ପରେ ଏଇଟା ତାର କିଛିଟା ଆଉ ଯୋଉ ମେଜର ପାର୍ଟ ଟା ମୁଁ କହିଥିଲି ବାକି ଏ ସବୁ ଛୋଟ ମୋଟ ପାର୍ଟ ଏଟାକୁ ଆପଣ ଟିକେ ଦେଖିଦେବେ ଖାଲି ଜଷ୍ଟ ଟିକେ ନା ହେଇଯିବ କୋଷ୍ଟାଲ ଆଲୁଭିଆଲ ସଏଲ ର ଆମେ ଜାଣିଛେ ଲାଇଟ ଗ୍ରେ ଟୁ ୟେଲୋ ଏସବୁ କିଛି ଦରକାର ନାହିଁ ରିଭର ଡିପୋଜିଟ ଜାଣିଛେ ଫର୍ଟାଇଲ ଜାଣିଛେ ପ୍ୟାଡି ହବ ଜୁଟ ସୁଗାର କେନ୍ ହବ ଆମେ ଜାଣିଛେ ଏଇଠି କି ଫିଚର ଟା ହଉଛି ଇମ୍ପୋର୍ଟାଣ୍ଟ ଏଇଟା ପକାଏ ସବୁବେଳେ ଏକ୍ସାମ ରେ ଏଇଟା ମନେ ରଖିବେ ଆମେ ଜାଣିଛେ ସଏଲ ରେ ଏନ୍ ପି କେ फर्टिलाइजर जियोग्राफी रे मु पढ़ेइଥିଲି एग्रीकल्चर जियोग्राफी रे ए होची नाइट्रोजन पी होची जो फास्फोरस के होची पोटासियम ओके तो ए पोटास और लाइम देखो पोटास एठी अधिका थिबो लाइम अधिका थिबो लाइम माने कैल्शियम जोटा ଆଉ पुअर इन नाइट्रोजन ए नथिबो तार अर्थ होला आलुवियल सॉइल जोटा हम देखुचे जो नई पठारे सिठी हमर यूरिया अधिका दरकार यूरिया सार दरकार यूरिया सार पाई जेतु धान हमर अधिका हुए सेति पे अधिका गवर्नमेंट दउची यूरिया पे सब्सिडी एथि पे दउची बिकॉज़ सेठी कम अमाउंट रो नाइट्रोजन अछि तो यूरिया अधिका दरकार सेटा यूज हेई सेटा इंबैलेंस हे गेलानी सेई सॉइल रे तो सेटा होची प्रॉब्लम किंतु सेति यूरिया शॉर्ट अछि मन रखिबे पोटास लाइम अधिका थाए रेड सॉइल हमें देखिले कि जो फॉर्मेशन हुए सेतिरे कोन थाए रस्ट लागि जेथे मु कहिछि आयरन है कि रस्ट लागि गेले रेड सॉइल हुए तादरे कोन थाए फर्टिलिटी मॉडरेटली लो आउ मिलेट वगैरह हुए पहाड़ एरिया रे एटा हुए थाए आउ इटी पोरस अधिका थाए सेतिरे अधिक एयर थाए और लेस वाटर रिटेंशन ये वाटर रिटेंशन बेसी करि पारे नाही बाली सैंड जतेको सी भी वाटर रिटेंशन करि पारंती नाही तो वाटर माने पानी पी जिबा को जो कहंती सी करि पारंती नाही सिल्ट वाटर करि परिबनी सो सैंड वाटर करि परिबनी कि क्ले टा अधिक रिटेंशन कैपेसिटी तंकर थाए देखो ब्लैक टा क्ले सॉइल हाई मॉइस्चर रिटेंशन ये कर दबो आर पूरा उल्टा हमें जो स्केल पढ़ितले ट्रायंगुलर स्केल इठी हला सिल्ट
एठी थिला क्ले, एठी थिला सैंड। एटा वाटर रिटेंशन कैपेसिटी भी एमिति बढ़ुची, ऊपर गले बढ़िबो। तो एठी हमरो जो ब्लैक सॉइल टा होची क्ले सॉइल, क्लेई सॉइल, सेति पई अधिक रिटेंशन आ जति माने समर री वाटर टा पहुची से पूरा फाटी जिवो, माने डीप क्रैक सब हबो, सेटा तार प्रॉपर्टी। एटा सब पड़े एग्जाम रे। तापर लैटेराइट सॉइल, लैटेराइट में पढ़िले हेवी लैटरलाइजेशन हबो, लीचिंग हे जाइतिबो। तो सेठी कोन हबो, तार फॉर्मुला टा भारी लो, आउ आयरन आउ एल्युमिनियम, केवल सिलिका टा पोर्जुलाइजेशन रे कोन सिलिका आउ एल्युमिनियम आयरन रहि जाय थाए, किंतु जदि सिलिका पळौची खाली आयरन एल्युमिनियम रहि जाय, सेटा होची लैटेराइट सॉइल। सेटा हॉट आउ ह्यूमिड क्लाइमेट रे हुए, सेटा हम देखले। तापर सेंति फॉरेस्ट आउ माउंटेन क्लाइमेट उठरे, फॉरेस्ट रे सेठी कोन ऑब्वियसली ह्यूमस अधिका हबो गछ पत्र रु, तो एरोजन अधिका हवार चांस अछि, सेतिरे बेसी किछि जानियार नै। कोस्टल सलाइन वाटर, सॉइल इंट्रूजन अधिक, एटा जानले। एग्रीकल्चर बेसी हेई पारेनी। तापर मिक्स्ड रेड येलो गोटे देखिले, रेड देखिले सेठी काहे कि थाए ना आयरन ऑक्साइड अधिका थाए, आयरन ऑक्साइड अधिका थाए। रेड येलो सॉइल काहे कि थाए ना से आयरन ऑक्साइड किछिटा अधिका केमिकल फॉर्म को माने फॉर्मेशन हे जाय, सेटा हम डिटेल रे देखिबा। सेठी येलो कलर ड्यू टू हाइड्रेटेड आयरन ऑक्साइड, जो आयरन ऑक्साइड टा हमरो रेड सॉइल रे थाए, तापर किछिटा वाटर आउ मिसी की से हाइड्रेटेड हे जाय थाए, माने डाइल्यूट हे जाय थाए। जे जो रेड कलर टा किछिटा येलो हे जाय थाए। तो सेति पई एटा मिक्स रेड येलो हो जाय, जो कि ट्रांजिशनल एरिया जो पटु टिके अधिका वर्षा सेठी रेड सॉइल अछि बा आयरन युक्त सॉइल, सेठी वर्षा टिके अधिका होछि, देन सेठी रेड येलो हे जिवो। यदि कम वर्षा हबो सेठी रेड सॉइल हे जिवो। तो एटा होछि तार ये। तो ये जो बेसिक बुक टा मु कहे सब फॉलो करिया पे, लाइक आर्यांत्र नो योर जियोग्राफी, तारि खाली गोटे स्नैप टा देछि। सेठी कोन देछि मु सब बेले ई बुक सब ही फॉलो करी बनौछि, आ मु एथि पई से स्नैप देछि। मु चाहितले एटारू कॉपी करिकि तार मोर निज नोट बनै दितन, बट मु चाहूछि कि आपण माने एटा फॉलो करंदो, माने बेसी किछि सब बडे न बुली कि एई गोटा दिटा रखंतो, आदरे वैल्यू एडिशन करंदो, न्यूज रे किछि आसिला ताकू लिखि दियंतु। तो सेटा थरो जेंति हमर पडथिला रंगा माटी काहू कोंती बा, हां रंगा माटी ये जो ओपीएससी रे पडथिला। तो सेटा को रेड सॉइल कोंती, तो रेड सॉइल जो पढिले सेठी रंगा माटी लिखि दबा, दैट्स इट। सेमती वैल्यू एडिशन करी करी जिबा। तापर ओडिसा ट्रॉपिकल मानसून क्लाइमेट हमर मुख्यतः कहउछन ट्रॉपिकल मानसून, जोटा एमती दर्शा जाए कोपेनहेगन क्लाइमेट ये, हाई टेम्परेचर और ह्यूमिडिटी अधिक, मीडियम टू हाई रेनफॉल, शॉर्ट माइल्ड विंटर। हमर विंटर टा बेसी शीत हुए ना बहुत शॉर्ट हुए। आ होची हॉट रीजन, एतरा सब हॉट रीजन आसला। कोल्ड रीजन एट किछटा आसुची देखंत, कोल्ड रीजन आसुची ए खास कर पहाड़ रो पट एरिया ठला जो पटे ई कोल्ड टिके पड़े। तो सी गोटे गला। तापर टेम्परेचर सीजन से एटा बेसी किछि दरकार नहीं। आ रेनफॉल पैटर्न मानसून विंटर रेनफॉल बहुत कम हुए, 5 सेंटीमीटर रु अधिका अधिका हेले एतिके हो, लो हेले 8 रु भी कम हुए, सेटा बेसी नहीं। किंतु 140 रु अधिका वर्षा हमर हुए मानसून रे हे जाय। वेरिएशन भी वर्षा हुए। तापरे जियो कैप्टेन्स क्लाइमेटिक ये अनुसार कैसे एडब्ल्यू ट्रॉपिकल सावाना टाइप क्लाइमेट हमर आछ। एटा मन रखि मु जो कहली टीएम एटा नुहे, सॉरी ट्रॉपिकल कहि दे, ट्रॉपिकल सावाना को एडब्ल्यू रे कहि दे। एडब्ल्यू एटा मन रखि पड़ी जो डायरेक्ट काहा को कहंती एडब्ल्यू। डिस्टिंक्ट वेट एंड ड्राई सीजन, वेट सीजन माने वर्षा दिन अलगा, खरा दिन वर्षा नहीं, वर्षा दिन तार अलगा वर्षा। तो सेटा थर्मोइड कहले सब ह्यूमिड रे माने डेफिशिएंट विंटर रेन, विंटर रे रेन नहीं, सेटा ला डेफिशिएंट सम जो डेफिशिएंट विंटर रेन। थर्मोइड कहले एसबी चैटर्जी हमर इंडियन जगह पर से कहले ट्रॉपिकल सावाना, कोस्टल ओडिसा अनुसार ट्रॉपिकल सावाना को कहि चंती, माने एडब्ल्यू क्लाइमेट सहित अलाइन करूछ। एटा रहला क्वेश्चन फॉर क्लाइमेट क्लासिफिकेशन अपीयर इन ऑलमोस्ट एवरी ओपीएससी, क्लाइमेट रिलेटेड ओडिसा रो सब ओपीएससी एग्जाम रे आसे प्राय। तो क्लासिफिकेशन दा मन रखिबे। लोकल सीजनल डिवीजन ग्रीष्म वर्षा शरत हेमंत शीत बसंत। तो शिशिर बसंत जोटा कहते ये दीदीटा भाग व्यक्त कराई छटा। ग्रीष्म है बैशाख ज्येष्ठ, वर्षा है आषाढ़ श्रावण, शरद है भाद्रव आश्विन। एटा देखी दिखाते, एटा जानी मोस्टली, एटा काले पकेदब ओएसएससी एग्जाम आरआई फारआई एग्जाम रे एटा टिके पके दिए, एटा देखि दियंतु। आ एग्रो क्लाइमेटिक जोन हमरो मेनली 10टा एग्रो क्लाइमेटिक माने एग्रीकल्चरल आ क्लाइमेटिक अनुसार याको कंबाइन करके डिवीजन करा है। क्लाइमेटिक जोन भी अछि,
କିନ୍ତୁ ଆଗ୍ରୋ କ୍ଲାଇମେଟିକ ଜୋନଟା ଆମେ ଯୋଉ ଏଗ୍ରିକଲଚର ପାଇଁ ବ୍ୟବହାର କରୁଥିଲେ ସେଟା ଦେଖିଲେ କି ତା ପାଇଁ ମୋଷ୍ଟଲି କମ୍ପୋଜାଇଟଲି ବନେଇଲେ ସେଟା ବହୁତ ଭଲ ହଉଛି। ଆମେ ଏଗ୍ରିକଲଚର ଆଉ କ୍ଲାଇମେଟ ଦିଟା ଅଲଗା କରିପାରିବାନି। ସେଇ ଅନୁସାରେ ଆମର 10ଟା କରାହେଇଛି, ଏଟା ମନେ ରଖିବେ ବାସ୍। ଏତେ ଆଉ ଡିଟେଲରେ ଦେଖିବା ମନେ ରଖିବା। ସାଇକ୍ଲୋନ ସବୁ କଣ କଣ ହେଇଥିଲା 2025 ରେ? ମୋନ୍ଥା ଆସିଥିଲା, ମୋନ୍ଥା ସାଇକ୍ଲୋନ। ତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁକୁ ବି ଆଫେକ୍ଟ କରିଥିଲା। ଏଇଟା ବେଶୀ କିଛି ଦରକାର ନାହିଁ। ନେକ୍ସଟ, ସଏଲ୍ସ ଅଫ ଓଡିଶା ବେସ୍ଡ ଅନ୍ ରିଲିଫ ଫିଚର ଅନୁସାରେ ଏଇଠି ଆମେ ଦେଖିଲେ 1 2 3 4 5 6 7 8 8 ପ୍ରକାର ସଏଲ ଦେଖିଦେଲେ। ଫର୍ମେସନ ଅନୁସାରେ ରେସିଡୁଆଲ ସଏଲ ଫର୍ମଡ ଇନ ସିଟୁ ମାନେ ଇଣ୍ଟରଫ୍ଲୁଭ ମାନେ ଯୋଉ ଆମର ନଈର ଏଇଟା ପାହାଡ ହେଲା ତା ଭିତରେ ନଈ ଯାଇଛି, ତାର ଯୋଉ ଫ୍ଲୋ ବେସିନ ଭିତରେ ଇଣ୍ଟରଫ୍ଲୁଭ, ମାଉଣ୍ଟେନ ପ୍ଲେଟ୍ୟୁ ଅଣ୍ଡରରେ ଯାଉଛି, ଟ୍ରାନ୍ସପୋର୍ଟେଡ ସଏଲ। এটা କିଛି ମନେ ରଖିବା ଦରକାର ନାହିଁ। ରେଡ୍ ସଏଲ ଆମେ ଦେଖିଲେ କୋଉଥିରେ ସବୁଠୁ ଲାର୍ଜେଷ୍ଟ ଏରିଆ ଅଫ ସଏଲ କୋଉଟା ହବ? ରେଡ୍ ସଏଲ। ମୋଷ୍ଟ ୱାଇଡ ସ୍ପ୍ରେଡ କୋରାପୁଟ, କେଉଁଝର, ଯୋଉଠି ମାନେ ମାଉଣ୍ଟେନ ଏରିଆ ଆଉ କମ ରେନଫଲ। ଏଇଟା ଜାଣିଗଲେ ଆମର ରେଡ୍ ସଏଲ କୋଉଠି ଆପଣ ଜାଣିଦେବେ। ମାଉଣ୍ଟେନ ଏରିଆ କମ ରେନଫଲ ମାନେ ସେଠି ହେଇଥିବ ରେଡ୍ ସଏଲ। ସେଠି ଧାନ ତ ହେଇପାରିବନି କମ ଚାଷ ମାନେ, କିନ୍ତୁ ଯଦି ଇରିଗେସନ ଅଛି ତାହେଲେ ରାଇସ୍ ହେବ, ନହେଲେ ମିଲେଟ, ବ୍ରିଞ୍ଜାଲ, ମ୍ୟାଙ୍ଗୋ ଏଇ ସବୁ ହବ। ତାପରେ ରେଡ୍ ୟେଲୋ ସଏଲ ସେକେଣ୍ଡ ମୋଷ୍ଟ, ଏଇଟା ହଉଛି ଟ୍ରାନଜିସନାଲ ଆମେ ପଢିଲେ, ଯୋଉଠି ଏଇ ରେଡ୍ କଣ୍ଡିସନ ଥିବ କିନ୍ତୁ ଟିକେ ଅଧିକା ବର୍ଷା ହଉଥିବ। ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଏରିଆରେ ଅପଲ୍ୟାଣ୍ଡ ଏରିଆଟା, ଲୋ ଲ୍ୟାଣ୍ଡ ଏରିଆ। ରେଡିଶ ୱେଲ୍ ଡ୍ରେନ୍ ଷ୍ଟ୍ରକ୍ଚର ଥିବ, ଏସିଡିକ, ଆଉ ରାଇସ୍, ମିଲେଟ ଏସବୁ ହବ। ଏରା କିଛି ବେଶୀ ନାହିଁ। ବ୍ଲାକ ସଏଲ କଳାହାଣ୍ଡି, ବରଗଡ଼, ଅନୁଗୁଳ ଏରିଆରେ। ତାପରେ ଲାଟରାଇଟ ପୁରୀ, ଖୋର୍ଦ୍ଧା। ତାପରେ ହଟ୍ ହ୍ୟୁମିଡ ହାଇ ରେନଫଲ ଏରିଆ ଆମେ ଦେଖିଲେ ଇଷ୍ଟର୍ଣ୍ଣ ଘାଟର। ତାପରେ ଡେଲ୍ଟାଇକ ଆଲୁଭିଆଲ ସଏଲ, ଏଇଟା ତ ଜାଣିଛନ୍ତି ସବୁ। ତାପରେ PYQ ରେ ଟାଇପ ଅଫ କ୍ଲାଇମେଟ ଏନଜଏଡ ବାଇ ଇଣ୍ଡିଆ କୋଉଟା ହେଲା? ଟ୍ରପିକାଲ ୱେଟ କ୍ଲାଇମେଟ, ତାକୁ ଜିନୋଟ କରୁଛନ୍ତି ଯୋଉ AW, ଏଇଟା ମନେ ରଖିବେ। ଥର୍ମୋଏଟ କ୍ଲାଇମେଟିକ କ୍ଲାସିଫିକେସନ ସବ ହ୍ୟୁମିଡ କହୁଛନ୍ତି, ଏଇଟା ପଡୁଛି। ସଏଲ କଭରିଂ ଦ ଲାର୍ଜେଷ୍ଟ ଏରିଆ ରେଡ୍ ସଏଲ, ସେକେଣ୍ଡ ଲାର୍ଜେଷ୍ଟ ମିକ୍ସଡ ରେଡ୍ ୟେଲୋ। ନମ୍ବର ଅଫ ଆଗ୍ରୋକ୍ଲାଇମେଟିକ 10ଟା। ରିଜନ ବ୍ଲାକ ସଏଲ ଡେଭଲପ ଓଡିଶା, ଅନୁଗୁଳ, ଆଠମଲ୍ଲିକ ଆଣ୍ଡ ବୌଦ୍ଧ ରିଜନ। ତାମାନେ ସଏଲ ଏରିଆ ଟା ପର୍ଯ୍ୟନ୍ତ ଖାଲି ବ୍ଲାକ ସଏଲ ଟା କୋଉଠି ଅଛି? ଅନୁଗୁଳ, ଆଠମଲ୍ଲିକ, ବୌଦ୍ଧ ରିଜନ ରେ ଯୋଉଟା ବେସିନ ଟା ଅଛି। କୋପେନ କ୍ଲାସିଫିକେସନ AW ଆମେ ପଢିଲେ। କ୍ଲାଇମେଟିକ ଟାଇପ ଅଫ ଓଡିଶା as a Köppen tropical savanna climate. Soil rich in aluminum and iron in Odisha, laterite soil। ଏଇଟା ମନେ ରଖିବା ଆମେ ପଢିଲେ। ଏଇଥିରେ ସିଲିକା ଟା ପଳେଇଲା, ଖାଲି ଆଲୁମିନିୟମ ଆଉ ଆଇରନ୍ ରହିଗଲା, ଏଇଟା ଲାଟରାଇଟ ସଏଲ। ତ ଏଇ ସବୁ ପଡୁଛି ସବୁବେଳେ। ତ ରେଡ୍ ସଏଲ ବିଷୟରେ ଲାଲ ମିଟ୍ଟି ରହର କହୁଛନ୍ତି, ରହର ଏଇ ସବୁ ରିଜନ ସବୁଠୁ ମାକ୍ସିମମ୍ ରେଡ୍ ସଏଲ। ଏଇଟା ଆଇରନ୍ ଅକ୍ସାଇଡ ରହୁଛି, ଏଇଟା ମନେ ରଖିବେ। କଣ ପାଇଁ ରେଡ୍ ସଏଲ ହେଇଥାଏ? ବିକଜ ଆଇରନ୍ ଅକ୍ସାଇଡ ଅଧିକା ଥାଏ। ତାପରେ ଆଉ ହୋଲ୍ଡିଂ କାପାସିଟି, ଏ ସବୁ ଆମେ ଦେଖିଦେଲେ। ଆଉ ଏଇଟା ମୁଁ ଏବେ ଡେସ୍କ୍ରାଇବ କରିବାକୁ ନାହିଁ, ଟାଇମ ଯିବ ଏଥିରେ। ୟେଲୋ ସଏଲ ମିକ୍ସ ଦେଖିଦେଲେ, କୋଉ ସବୁ କ୍ରପ ହୁଏ କୋଉ ଏରିଆରେ। ଏଇ ଏରିଆରେ ସମ୍ବଲପୁର, ବରଗଡ଼ ଏରିଆରେ ମିକ୍ସଡ ରେଡ୍ ୟେଲୋ ଅଧିକା ଥାଏ। ଲାଟରାଇଟ ସଏଲ ଏଇଠି ଦେଖିଦେଲେ, ଯୋଉଠି ବର୍ଷା ଅଧିକ ଆଉ ବର୍ଷା ବହୁତ ଅଧିକା ହଉଥାଏ, ଆଉ ସେଠି ଲାଟରାଇଟ ସଏଲ ଥାଏ। ସେଇଟାକୁ ଆମେ ଦେଖିଦେଲେ। ରେଡିଶ ବ୍ରାଉନ ଟୁ ଡିପ ରେଡ୍ କଲରେସନ, ଆଉ ସେଥିରେ ଆଇରନ୍ ଆଉ ଆଲୁମିନିୟମ ଥାଏ, ସେଇଟା ବି ଦେଖିଦେଲେ। ତ ଏଇ ସବୁ ହେଇଗଲା। ଦେନ୍ ଏଟା ହଉଛି ବ୍ଲାକ ସଏଲ ଏରିଆଟା। ଏଇଟା ମନେ ରଖିବେ। ବ୍ଲାକ ସଏଲ କାହିଁକି ନା ତା ଦେହରେ ବିଟୁମିନ୍ସ, ହ୍ୟୁମିନ୍ସ, ମାଗ୍ନେଟାଇଟ ଏ ସବୁ ଥାଏ ବୋଲି ଥାଏ। ତ ବ୍ଲାକ ସଏଲ, ଏଥିରେ କ୍ୟାଲସିୟମ ବହୁତ ଥାଏ, ବଟ୍ ପୋଟାସିୟମ, ଜିଙ୍କ, ପୋଟାସିୟମ, ଫସଫରସ ମାନେ ଯୋଉ NPK ରୁ PK ଟୋଟାଲ ନଥାଏ ହେଲା। ଆଉ ନାଇଟ୍ରୋଜେନ କଥା କିଛି କୁହାହେଇନି। ତାପରେ ତ ସେଇଟା ହେଇଗଲା ତାର ଇଏ, ଏଇଟା ମନେ ରଖିବା। ପରେ ଡେଲ୍ଟାଇକ ସଏଲ ଆମେ ଜାଣିଛେ ଫର୍ଟାଇଲ ତ ଠିକ ଅଛି, ବଟ୍ ତାର ରେଗୁଲାର ଫ୍ଲଡିଂ ନହେଲେ ତାର ଫର୍ଟିଲିଟି ରହିବନି। ହ୍ୟୁମସ ଉପରେ ଏଟା ପୁରା ଡିପେଣ୍ଡ କରେ, ଏଟା ଜାଣିଲେ। ତାପରେ ମଏଶ୍ଚର ରିଟେନସନ ବହୁତ ଅଛି। ଲୋ ନାଇଟ୍ରୋଜେନ ଆଲୁଭିଆଲ ସଏଲ ଆମେ ଦେଖିଲେ NPK ରୁ ନାଇଟ୍ରୋଜେନ ଟା ହିଁ ସର୍ଟ ଥାଏ, ସେଥିପାଇଁ ଆମକୁ ୟୁରିଆ ସାର ଦରକାର ହୁଏ। ଏଟା ମନେ ରଖିବେ। ତ ଏଇଟା ହେଇଗଲା। ତାପରେ କୋଷ୍ଟାଲ ସାଲାଇନ ୱାଟର ରେ ହାଇଲି ଆଲକାଲାଇନ ଥାଏ, ତ ଖାରିଆ ଥାଏ। ପିଏଚ୍ ଲେବୁଲ 0 ରୁ 7, 7 ରୁ 14 ଏମିତି ସ୍କେଲ ଥାଏ। 7 ରୁ ଅଧିକା ହେଲେ ମାନେ ଆଲକାଲାଇନ। ଆମ ସଏଲ ଟା ଟିକେ ଏସିଡିକ ଥାଏ ହେଲା। ଏସିଡିକ ଟା ହଉଛି ଭଲ ସଏଲ, ବଟ୍ ଏଠି ଆଲକାଲାଇନ ହେଇଯାଇଥାଏ, ତ ସେଇଟା ହେଇଗଲା।
देन ब्राउन फॉरेस्ट सॉइल, एटी फॉरेस्ट सॉइल रे टिके अछि एरियाटा, एटा भी जानते पोडु चाष कसा सेठी हुए बहुत, तो सेटा जानले। देन मिक्स्ड रेड ब्लैक सॉइल, एटा ऊपर टिके आखि पकेइ देबा, आ एथरे किछि माने रेड ब्लैक सॉइल बा मिक्स वाला किछि रीजन अछि, सेटा खाली बस नजर पकेइ देबार अछि, सेथरे बेसी क्वेश्चन आसेनी। एनुअल रेनफॉल एमती इति हाई रेनफॉल तापरे एमती टिके रीजन अछि, एथरे भी बेसी किछि खास नाही। तापरे फॉरेस्ट टाइप हमर वेजिटेशन फॉरेस्ट टाइप रो हमर ट्रॉपिकल मॉइस्ट डेसिडियस फॉरेस्ट, हमर सब ट्रॉपिकल मॉइस्ट डेसिडियस, ट्रॉपिकल ड्राई डेसिडियस, आउ लिटोरल स्वाम्प फॉरेस्ट, आउ मैंग्रोव फॉरेस्ट, एई चारि प्रकार फॉरेस्ट ही मिलନ୍ତି। सबुठु अधिक हमर ट्रॉपिकल ड्राई डेसिडियस एटा मन रखिबे। आउ एटी देखंतु एटा हमर गवर्नमेंट ऑफ ओडिसा रो फॉरेस्ट डाटा रो आनछि। प्रिंसिपल चीफ कंजर्वेटर ऑफ फॉरेस्ट जे कि हेड ऑफ फॉरेस्ट फोर्स, से फॉरेस्ट मेंटेन करिया रे से करंती। हमर स्टेट इज डिवाइडेड इनटू 283 आउ 60 वाइल्ड लाइफ रेंजेस, 283 रेंजेस रे डिवाइड करा हिच हैला। तापरे 1017 सेक्शंस ए सब अछि, एते डिटेल दरकार नै। फॉरेस्ट टाइप हमर देखंतु डेसिडियस ड्राई डेसिडियस फॉरेस्ट हमर 50% अछि, 50% हे गेला हमर ड्राई डेसिडियस फॉरेस्ट। तापरे total forest area and the moist deciduous forest cover around 30%, rest 20% comes from various type forest like semi evergreen, littoral forest, ଆଉ ସବୁ ଅଳ୍ପ ଅଳ୍ପ ରହିଲା। ଆଉ ସବୁଠୁ ଅଧିକା ଥାଏ ଫରେଷ୍ଟ ଟାଇପ ଆର ଡ୍ରାଏ ଆଣ୍ଡ ମଏଷ୍ଟ ମିକ୍ସଡ ଶାଳ, ତ ଆ ଦେହରେ ହେଲା 50% ର ସବୁଠୁ ଅଧିକା ହେଲା କୋଉଟା ଶାଳ ଗଛ। ଶାଳ ଗଛ ଆମର ଡ୍ରାଏ ଡେସିଡିୟସ୍ ରେ ଯାଉଛି, ଡ୍ରାଏ ଆଉ ମଏଷ୍ଟ ଭିତରେ ହବ କନଫ୍ୟୁଜन, ଏଟା ମନେ ରଖିବେ। ଶାଳ ଗଛ ଡ୍ରାଏ ଡେସିଡିୟସ୍ 50% ଆମର କଭର କରୁଛି स्टेट को। देन हमर सेई एरिया बहिटा को नेचुरल वेजिटेशन देखंतु, ये चारि भाग विभक्त कला, ट्रॉपिकल सेमी एवरग्रीन, ट्रॉपिकल मॉइस्ट डेसिडियस, ट्रॉपिकल ड्राई डेसिडियस, कोस्टल। एटा हमर ट्रॉपिकल सेमी एवरग्रीन टा हमर कहि नथिला, किंतु बहुत कम रहछि कि कोन डिवाइड करले, किंतु ट्रॉपिकल मॉइस्ट, ट्रॉपिकल ड्राई, कोस्टल मैंग्रोव एटा रहउछि, एटा मन रखिबे। आ स्टेट ऑफ द फॉरेस्ट रिपोर्ट 2023 रे जो आस्तेला, एटा मोस्ट इंपोर्टेंट। আমি এমপিপিএসি ର ଦେଖିଲେ ସେଥିରେ ପଡିଛି, ଆର ରିପୋର୍ଟ ଟା ପଡିଛି। ଏଇଟା ବାଇଏନିଆଲ 2 ଇୟର୍ସ ରେ ଥରେ ଆସେ। 2025 ର ଷ୍ଟଡି ଟା ଏବେ ଆସିବ ବୋଲି ଆଶା କରାଯାଉଛି, ସେଟା ଆସିଲେ ଭଲସେ କଭର କରିବା। ତ ସେଥିରେ ଫରେଷ୍ଟ ଏରିଆ ବା ଏତିକି ଆମର ଆସିଥିଲା, ସେଟା ମନେ ରଖିବା ଦରକାର ନାହିଁ। ଏଇଟା ମନେ ରଖିବାର ଅଛି କି 33.67% ଫରେଷ୍ଟ ରହିଲା, ଆଉ ସେୟାର ରହିଲା ଇଣ୍ଡିଆର 7.33% ଫରେଷ୍ଟ ଆମର ଓଡିଶାରେ ଅଛି। ମୁଁ ଆଗକୁ ସେଟା ଡିଟେଲରେ ଫରେଷ୍ଟ ଆମରଟା କଭର କରିବି, ସେଟା ସେଠି ଦେଖିଦବା। କିନ୍ତୁ ଫରେଷ୍ଟ ଟା କଭର କ୍ଲାସିଫିକେସନ ହୋଇଥାଏ କେମିତି ତିନି ଭାଗରେ, ଭେରି ଡେନ୍ସ, ମଡରେଟଲି ଡେନ୍ସ ଆଉ ଓପନ ଡେନ୍ସ, ଓପନ ଫରେଷ୍ଟ। ତ ସବୁଠୁ ଅଧିକା ଆମର ଅଛି ଦେଖନ୍ତୁ ଓପନ ଫରେଷ୍ଟ। ଓପନ ଫରେଷ୍ଟ ମାନେ ତାକୁ ଫରେଷ୍ଟ ହିଁ କୁହାଯାଏନି, ନ୍ୟାଚୁରାଲ ଫରେଷ୍ଟ କୁହାଯାଏନି, ବହୁତ ଡେନ୍ସିଟି କମ, ଦିନେ ଦିନେ ଗଛ ଲାଗିଛି ବସ୍। ମଡରେଟଲି ଡେନ୍ସ ଫରେଷ୍ଟ, ତାପରେ ଭେରି ଡେନ୍ସ ବହୁତ କମ ସଂଖ୍ୟାରେ ରହିଗଲାଣି। ଲିଗାଲ କ୍ଲାସିଫିକେସନ ଅଫ ଫରେଷ୍ଟ କଣ କହୁଛନ୍ତି, ରିଜର୍ଭ ଫରେଷ୍ଟ, ପ୍ରୋଟେକ୍ଟେଡ ଫରେଷ୍ଟ। रिजर्व फॉरेस्ट परमानेंटली मार्क्ड फॉरेस्ट, टिम्बर फॉरेस्ट एंड फॉरेस्ट ग्रेजिंग कल्टीवेशन अलाउड हाई डिग्री प्रोटेक्शन, एरा रिजर्व फॉरेस्ट। प्रोटेक्टेड लिमिटेड राइट्स ऑफ यूज, ग्रेजिंग एंड ये सब टेक्निकल डिटेल्स बेसी किसी जानिया नहीं। आउ अनक्लासिफाइड फॉरेस्ट जाउ क्लासिफाई करा हैनी, तो डिस्ट्रिक्ट वाइज फॉरेस्ट कवर एटा मन रखिबे, एटा मन देइची परसेंटेज रे कंधमाल, तबरे लोएस्ट भद्रक रे, हाईएस्ट फॉरेस्ट डिस्ट्रिक्ट माने एरिया वाइज गजपति, देवगढ़, संबलपुर और रायगढ़। क्वेश्चन डिस्ट्रिक्ट वाइज टा पड़े बोली से कहछि, लोएस्ट भद्रक, जगतसिंहपुर, पुरी, बालेश्वर मन रखिबे। गजपति रहिला हाईएस्ट रे, परसेंटेज वाइज कंधमाल। मैंग्रोव फॉरेस्ट सेंदी केते रहिला, सबुठो हाईएस्ट केंद्रापड़ा, लोएस्ट पुरी। मैंग्रोव हमर मात्र 5टा रे जो मिले, बालेश्वर, भद्रक, केंद्रापड़ा, जगतसिंहपुर, तापरे पुरी, तापरे गंजाम। तो एई 5 जो 6टा रो सबुठो अधिका मिले हमर केंद्रापड़ा, बालेश्वर, तापरे भद्रक, बालेश्वर, भद्रक, केंद्रापड़ा। केंद्रापड़ा सबुठो अधिक, तापरे लास्ट सबुठो पुरी। हेंताळ वन कहंती, महानदी डेल्टा जोटा अछि ताको लिटिल सुंदरबन कहंती। क्लासिफिकेशन ऑफ फॉरेस्ट, चैंपियन एंड सेट, ओडिसा हैज 18 टाइप ऑफ फॉरेस्ट बोली कहउचंती, एते एटा दरकार नाही। तो एटा बेसिक क्लासिफिकेशन होला, सेमी एवरग्रीन, ट्रॉपिकल मॉइस्ट,
ट्रॉपिकल ड्राई डेसिडुअस ट्राइडल तो 80% ऑफ फॉरेस्ट एरिया बोली दे दीची तो एटा मन रखले कि ड्राई डेसिडुअस टा हमर सबठु अधिक अछि है आसान धौरा एथरे स्टिक सेकंड मोस्ट वाइड स्प्रेड मेजर फॉरेस्ट टाइप ट्रॉपिकल ड्राई डेसिडुअस को ये कहिछि सेकंड मोस्ट वाइड स्प्रेड तो एटा नहे एटा होछि ट्रॉपिकल ड्राई टा होछि वाइड स्प्रेड देन फॉरेस्ट ऑफ ईस्टर्न घाट्स एटा तो जानि छे पूर्व चाष चली रबर एते किसी जानियार नहीं बस अफेक्टेड एरिया फॉरेस्ट रिसोर्सेस ऑफ ओडिशा साल फॉरेस्ट 33% फॉरेस्ट रखुची बांबू 2.6% अदर ए सब अछि तापर टिम्बर पई साल पियासाल टिक कुसुम ए सब केंदू लीव्स भी हमर माइनर थर्ड लार्जेस्ट प्रोड्यूसर इन इंडिया केंदू लीव्स पीडी मेकिंग रे जो यूज होची तापर माइनर फॉरेस्ट प्रोड्यूसर को कहउचंती तापर बांबू फॉर मोस्ट ड्राई डिसीडियस रे पेपर मिल रे यूज होची रायगडा रे देन ऑर्चिड स्पीसीज भी ओडिसा रे मिलुची मेडिसिनल प्लांट गंधमार्दनी रिसेंट एग्जाम्स आई क्लास एटलीस्ट वन क्वेश्चन अबाउट ओडिसा रे प्लांट विषय पचारछ कोठी कोन मिलुची सिमिलीपाल महेंद्रगिरी रे ऑर्चिड मेडिसिनल प्लांट एठी सब मिलुची एटा देखि देबे गंधमार्दन जोटा कि हमर वर्ल्ड हेरिटेज साइट रे एबे जो बायोडायवर्सिटी हेरिटेज साइट रे इंक्लूड हेची आउ दीटा सहित सेटा हम लास्ट रे देखिबा एरोमेटिक प्लांट किया साल तापरे वेटिवर लेमन ग्रास एटा पड़ी व्हाट इज लेमन ग्रास तापरे पिग नट एटा सब देखिबे टिके गंधमार्दन हिल कोल्ड हिल रीजन ने मिले लेमन ग्रास तापरे फॉरेस्ट एडमिनिस्ट्रेशन एटा तो हम जानले नेशनल फॉरेस्ट पॉलिसी ओडिशा फॉरेस्ट सेक्टर विजन जॉइंट एरा सिकिछ आ एटा टिके इंपोर्टेंट ओडिशा फॉरेस्ट डेवलपमेंट कॉर्पोरेशन ओएफडीसी अछि 1991 रे एस्टैब्लिश हेछि आ मर्जिंग ए दीटा को मर्ज करा हेछि 1991 रे परमिशन हेछि सिमिलीपाल फॉरेस्ट डेवलपमेंट कॉर्पोरेशन 1979 रे हेछि ओडिशा प्लांटेशन डेवलपमेंट कॉर्पोरेशन 1985 रे हेतिला एता हे गेला तापर स्टेट मेडिकल प्लांट बोर्ड गोटे अछि 2010 7 जनवरी रे हेछि स्टेट मेडिकल प्लांट बोर्ड गवर्नमेंट इनिशिएटिव मो जंगल जमी योजना 2023 रे रिसेंटली लॉन्च हेछि फॉरेस्ट राइट एक्ट को इंप्लीमेंट करिया पे हेछि ओडिशा गवर्नमेंट रो मो जंगल जमी योजना तापर सबुज ओडिशा मिशन 2013 रे इंक्रीज ग्रीन कवर ग्रीन इंडिया मिशन अंडर रेट हेछि एटा मन रखिबे तापर ओडिशा बांबू डेवलपमेंट एजेंसी 2007 रे तापर कांपा ओडिशा 2009 रे जो कंपेंसेटरी एफोरेस्टेशन आम जंगल योजना 2016-17 रे ओडिशा फॉरेस्ट केवर डेवलपमेंट सेक्टर डेवलपमेंट प्रोजेक्ट एटा एमिति जाइका द्वारा हेछि जापान रो गोटे एजेंसी द्वारा स्कॉच अवार्ड 2023 रे एटा पाइछि ओडिशा फॉरेस्ट सेक्टर डेवलपमेंट प्रोजेक्ट दीटा फेज रे एटा हेछि एटा मन रखबे स्कॉच अवार्ड पाइछि एथरे कोन सब क्वेश्चन आ सेटा दे दिछि एटा टिके देखि देबे तापर एटा पूरा डिटेल रे मु इंडिया स्टेट ऑफ द फॉरेस्ट रिपोर्ट बोथ इंडिया पई आ ओडिशा पई एटा एठी कवर करिया चाहूची कारण एथरो एग्जाम पई बहुत ही इंपोर्टेंट है स्टडीटा तो एटा देखि देबे 21 अनुसार 23 रे कोन चेंजेस हेछि एथरे देछि 24% रे थिला 24.62 एटा 25.17 हेछि तापर नेट फॉरेस्ट कवर 21.71 ରୁ 21.76 हेछि नेट ट्री कवर बढ़ी की 2.91 टा 3.41 एटा सबठु बढ़ी फॉरेस्ट कवर और ट्री कवर भीतर डिफरेंस ट्री टा होछि ओपन फॉरेस्ट मन रखिबे मैंग्रोव कवर 4 प्राय 5000 स्क्वायर फुट कमी छि एटा मैंग्रोव टा कमी छि एटा टॉप स्टेट लार्जेस्ट फॉरेस्ट कवर कोठ हैला एरिया वाइज मध्य प्रदेश अरुणाचल प्रदेश सी तापर छत्तीसगढ़ एरिया वाइज मन रखिबे MAC मैक फॉरेस्ट परसेंटेज वाइज लाक्षाद्वीप मिजोरम आउ अंडमान एंड निकोबर अंडमान आउ माने रुपे लेमन माने कर लेमन LEMON लेमन माने एल रोज लाक्षाद्वीप एम रोज मिजोरम एन मन रो अंडमान एंड निकोबर तो स्टेट जदी पचो परसेंटेज वाइज सेटा होची मिजोरम हैला आउ जदी ओवरऑल पचरबो लाक्षाद्वीप ता परसेंटेज त एरिया रो केते परसेंट रे फॉरेस्ट सबठो अधिक लाक्षाद्वीप तापर मिजोरम 85% तापर अंडमान निकोबर 81% तापर लार्जेस्ट ट्री कवर माने जंगल तो नहीं खाली गछरा अछन सेतिर महाराष्ट्र हाईएस्ट तापर राजस्थान उत्तर प्रदेश परसेंटेज वाइज चंडीगढ़ दिल्ली केरल
चंडीगढ़ दिल्ली केरल यूटी रे सब फास्ट होची ट्री कवर रे तापर आउट सब इंपोर्टेंट फैक्ट है जोटा हम डिस्कशन करबा पे एटा ही इंक्लूड करिछि तापर गोटे मैक्सिमम इंक्रीज इन फॉरेस्ट कवर माने कोठी सब अधिक बढ़ी फॉरेस्ट और ट्री को मिसेले सेठी देखंतु फर्स्ट हैला हमर छत्तीसगढ़ सेकंड हैला उत्तर प्रदेश थर्ड हैला ओडिशा ओडिशा थर्ड हाईएस्ट इंक्रीज इन फॉरेस्ट कवर रे अछि एटा मन रखिबे लार्जेस्ट फॉरेस्ट और ट्री कवर देखले एरिया वाइज मध्य प्रदेश तापर अरुणाचल प्रदेश और महाराष्ट्र थर्ड राशि होची जदि हम फॉरेस्ट और ट्री कवर को मिसई दवा परसेंटेज से लाक्षाद्वीप सेकंड मिजोरम और अंडमान एटा सेम अछि तो एटा मन रखिबे देन परफॉर्मेंस ऑफ स्टेट एटा गोटे स्टेटमेंट एमती पड़े हम जो फॉरेस्ट पॉलिसी फॉरेस्ट एक्ट हमर 1987 आई थिंक ता अंडर जो अछि 33% टारगेट रखा है फॉरेस्ट कवर ता 19 स्टेट और यूटी रे ताठो अधिक अछि 8 स्टेट और यूटी जोतरे कि 75% रु अधिक अछि तो सेटा गोटे देखंतु तापर टोटल फॉरेस्ट और ट्री कवर इन द नॉर्थ ईस्ट 67% ऑफ द रीजन तार 67% रे आ एठी जदी फॉरेस्ट और ट्री कवर को देखिबा तारे सबटु ओपन फॉरेस्ट कैनोपी डेंसिटी जो टेक्निकल डिटेल्स ता केमिति वेरी डेंस माने कैनोपी जदी 70% अधिक हला वेरी डेंस और डेंस होची 40 रु 70% 10 रु 40 हेला जेटा ओपन फॉरेस्ट बोली कहै जाय और ट्री कवर का कहबा ट्री पैचेस ऑफ लेस देन 1 हेक्टर आउटसाइड फॉरेस्ट एरिया बाहर गोटे हेक्टर रु कम रीजन जदी किछि जंगल अछि ट्री अछि ताकू कहै जो ट्री कवर आ एटा मन रखिबे एटा प्राइवेट लैंड को भी इनक्लूड करूची जेकोन प्राइवेट जगह का बाड़ी रे भी जदी गछ अछि किछि सेटा पैचेस रे अछि ताकू भी हम गणिया रे नबा एटा मन रखिबे सेनी मैंग्रोव कवर रे एटा सबटु पकई दे सब एग्जांपल स्टेट वाइड केते 0.15% रे अछि हमर एरिया रे आ सबटु अधिक अछि वेस्ट बंगाल रे वेस्ट बंगाल तापर गुजरात तापर हमर अंडमान निकोबर तापर आसिला आंध्र प्रदेश एमती सब अच्छी मन रखिए तो ये कौट सब अच्छी भी सब देखो डामनड्यू रे अच्छी अंडमान तमिलनाडु महाराष्ट्र ओडिशा कर्नाटक गोवा पुडुचेरी सबू प्राय स्टेट रे अच्छी कोस्टल स्टेट रे ग्लोबल रैंकिंग रे मैंग्रोव रे इंडोनेशिया फर्स्ट तापर ब्राजील तापर ऑस्ट्रेलिया तापर मेक्सिको तापर नाइजीरिया रे अच्छे ओडिशा रे वेस्ट बंगाल गुजरात अंडमान निकोबर आंध्र प्रदेश महाराष्ट्र एटा में देखिले तापर जो ट्री कवर परसेंटेज ऑफ फॉरेस्ट एरिया रे हमर परसेंटेज रे कंधमाल तापर गजपति तापर देवगढ़ किंतु फॉरेस्ट एरिया वाइज कंधमाल सुंदरगढ़ मयूरभंज एमती अछि स्टेट ऑफ द फॉरेस्ट रिपोर्ट एमती मेजर फॉरेस्टेड डिस्ट्रिक्ट कंधमाल मयूरभंज सुंदरगढ़ रे हैला 39.31% रे माने फॉरेस्ट और ट्री एरिया मिसी कि 39% हे जाउची मैंग्रोव एरिया 259 5.2% ऑफ इंडिया मैंग्रोव हमर ओडिसा रे मिलंती भितरकनिका महानदी देवी मुहान सुवर्णरेखा एठी सब मिलंती एटा जोटा एनवायरमेंटल एस्पेक्ट किछ देखियार अछि जोटा मोस्ट इंपोर्टेंट एथु निहाती क्वेश्चन आसीबो एरो टिके भलसे देखि जांदो से बुक रो देखैछि कि नेशनल पार्क कोन सिमिलपर नेशनल पार्क अछि तो ए सब देखिया करू आ गोटे जिंस खाली देखि जंतु ए जोटा मन नै छि हमरो नेशनल पार्क हमरो दीटा अछि सिमिलपर नेशनल पार्क आ भितरकनिका नेशनल पार्क दीटा ही अछि सिमिलपर नेशनल पार्क गोटा टाइगर रिजर्व से आ बायोस्फीयर रिजर्व भी सेटा यूनेस्को अंडर रे सेटा अछि एटा मन रखिबे सिमिलपर टाइगर रिजर्व भी अछि आ एटी देखो टाइगर रिजर्व हमरो दीटा अछि सिमिलपर सातकोशिया टा अनुगुड़ रे अछि सिमिलपर टा मयूरभंज रे अछि तो अनुगुड़ रो वाइल्ड लाइफ सेंचुरी टा 1976 बायोस्फीयर जो टाइगर रिजर्व हे गेला 1976 रे से टाइगर रिजर्व 2007 रे सिला ता आगु से बायोस्फीयर रिजर्व थिला तो सेमिति मन रखिबे सातकोशिया टा टाइगर रिजर्व 2007 रे हिची तो दीटा ही टाइगर रिजर्व अछि नेशनल पार्क दीटा अछि सिमिलपर आ भितरकनिका केंद्रापड़ा रे ब्राह्मणी महानदी डेल्टा रे सेटा हिची धामेरा डेल्टा जोटा सेटा ब्राह्मणी और महानदी रे सेटा अछि एमिति किछि भी स्टेटमेंट पड़ जाई पारे वाइल्ड लाइफ सेंचुरी केतेटा अछि सेटा मुठी बनेछि लिस्ट वाइल्ड लाइफ सेंचुरी सातकोशिया जॉर्ज वाइल्ड लाइफ सेंचुरी महानदी जोटा अछि जो जॉर्ज करे श्री घरियाल कुंभीर एटी मिलंती देब्रीगढ़ वाइल्ड लाइफ सेंचुरी हीराकुद रिजर्वर इकोसिस्टम को नै हिची देब्रीगढ़ नाळबण माइग्रेटरी बर्ड को पई हिची तापरे चंदका डमपड़ा एलिफेंट रिजर्व पई भुवनेश्वर रे अछि
कारीपत वाइल्ड लाइफ सेंचुरी वाटरफॉल्स और डेंस फॉरेस्ट पे अच्छी सेटा कार्लपत तापर कुलियो वाइल्ड लाइफ सेंचुरी एलिफेंट हैबिटेट तापर हाथगढ़ वाइल्ड लाइफ सेंचुरी शाल फॉरेस्ट और बालुखंड कोणार्क एटा कोणार्क रे अछि देन बायोस्फीयर रिजर्व हमर गोटे अछि बायोस्फीयर रिजर्व कोडा सिमिलीपाल बायोस्फीयर रिजर्व एटा हम पढ़ले सिमिलीपाल टाइगर रिजर्व भी बायोस्फीयर रिजर्व भी एटा बायोस्फीयर रिजर्व और टाइगर रिजर्व केमिति हो हम बायोस्फीयर रिजर्व टा हो तीनटा जोन रे थाए सेटा गोटे होछि आउटसाइड आ गोटे होछि ट्रांजिशनल गोटे कोर एरिया हैला एटा होछि आउटसाइड जोन एटा होछि ट्रांजिशन जोन एटा होछि जोटा कहछि बफर जोन आ गोटे होछि कोर एरिया ई कोर एरिया रे किछि अलाउ नाही सेटा गोटे टाइगर रिजर्व कर देई हबो सेमिति प्रोविजन थाए तो एठी होछि सेटा टाइगर रिजर्व अछि तार गोटे छोटो पार्ट से कोर एरिया रे सेटा होछि टाइगर रिजर्व मैक्सिमम प्रोटेक्शन सेठी दिया हैछि सेठी तीनटा जिंस अछि देखो सिमिलपाल रे कोन बायोस्फीयर रिजर्व तीनटा एरिया गोटे सिमिलपाल टाइगर रिजर्व गोटे हथगढ़ वाइल्ड लाइफ सेंचुरी गोटे कुलडीह वाइल्ड लाइफ सेंचुरी जो पढ़िले एठी कुलडीह और हथगढ़ ये दुटा सिमिलपाल पार्ट ये तीनटा मिसिले होछि हमरो वाइल्ड लाइफ सेंचुरी ये जो बायोस्फीयर रिजर्व होछि तो बायोस्फीयर रिजर्व देखुछन केडे बड़ एरिया टा किंतु ता भितरे गोटे वाइल्ड लाइफ सेंचुरी रहउछि ना नेशनल पार्क टाइगर रिजर्व भी रहउछि तो एमिति मन रखिबे आ भितर रिलेशन टा जानिबे बायोस्फीयर रिजर्व इज ह्यूज एरिया ठीक अछि सेठी लोक भी रही परिबे आउटसाइड एरिया रे तांकर दैनंदिन काम करि परिबे ट्रांजिशन जोन तांको पय रखा है से किछिटा मिनिमम काम रखा है एमती मेराइन वेटलैंड कंजर्वेशन एरिया दीटा चिलिका आ भितरकनिका से 1981 ताको रामसर भाबे डिक्लेयर करा है तापर वेटलैंड हमर 6टा अछि एटा मोस्ट इंपोर्टेंट देखंतु चिलिका 1981 रे कराला लार्जेस्ट वाटर लगुन फेमस फॉर माइग्रेटरी एशिया रो लार्जेस्ट वर्ल्ड रो नुहे एटा मन रखिबे भितरकनिका मैंग्रोव 2002 रे हैला भितरकनिका हम जानले सॉल्ट वाटर क्रोकोडाइल मिलंती सातकोशिया जॉर्ज 2021 रे कराला तापर अंशुपा लेक एई महानदी रो डाहण पटर अछि 2022 रे को डेजिग्नेट करा हैछि हीराकुद रिजर्व 2022 रे आ सेटा मैन मेड लेक ता आ तांपरा लेक 2022 रे एसिनिक फ्रेश वाटर लेक एटा तांपरा लेक अछि एटा जानले ता परे एटा उठी पढि दियंतु कोठी कोन अछि नंदनकानन जो 1961 रे अछि व्हाइट टाइगर हैला सेठी मिले गवर्नमेंट कंजर्वेशन एफर्ट्स कोन चलीछि नंबर ऑफ नेशनल पार्क हमर एग्जाम रे कोन सब पड़े नंबर ऑफ नेशनल पार्क दीटा भितरकनिका नेशनल पार्क डिस्ट्रिक्ट केंद्रापड़ा रे सिमिलीपाल नेशनल पार्क मयूरभंज रे बरेही पानी वाटरफॉल सिमिलीपाल रे अछि हमें जो पढ़िथिले रिवर सेठी କହିଥିଲି ଏ ସବୁ ତ ଲିଷ୍ଟ ଟା ଦେଇଥିଲି ସେଇଟା ବି ଦେଖିବେ ଉଷାକୁଟି ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ସମ୍ବଲପୁରରେ ଅଛି ଏଇଟା ସାତକୋଶିଆ ଜର୍ଜ ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ଅନୁଗୁଳରେ ଅଛି ଏଇ ସବୁ ଜିନିଷ ଟିକେ ଦେଖନ୍ତୁ ଲାର୍ଜେଷ୍ଟ ଅଲିଭ ରିଡଲେ ଗହିରମଥା ବିଚ୍ ଅଲିଭ ରିଡଲେ ମାଇଗ୍ରେସନ ଇୟରଲି କନଭର୍ଟ ଗହିରମଥାରେ ଏଇଟା ବହୁତ ପଡେ ଟର୍ଟଲ୍ସ ପାରାଡାଇଜ ଗହିରମଥା ଉପରେ ବହୁତ ଆସେ ଏବେ ଯୋଉଟା ପଡିଥିଲା କି ଋଷିକୁଲ୍ୟା ଯୋଉ ପାଲ୍ପା ଯୋଉଟା ଥିଲା ପାଲ୍ପା ପାଲା ଷ୍ଟ୍ରାଇକ ଟା କୋଉଠି ହଉଛି ଯୋଉ ପ୍ୟାରେଷ୍ଟ ହବ ସେଟା ଆମର ଋଷିକୁଲ୍ୟା ଉପରେ ହବ ବୋଲି ନ୍ୟୁଜ ରେ ଥିଲା ସେଟା ପଡିଥିଲା ଗୋଟେ ଏକ୍ସାମ ରେ ମୁଁ ଗ୍ରୁପ ରେ ଛାଡିଛି ସେଟା ରିଭର ରେ ଦେଖେଇଥିଲି ଅଲିଭ ରିଡଲେ ଟର୍ଟଲ ୱାଇଲ୍ଡ ଲାଇଫ ଅର୍ଗାନାଇଜେସନ କେବେ 1974 ରେ ହେଇଛି ଏଇଟା ଦେଖନ୍ତୁ ଫାର୍ଷ୍ଟ ରାମସର ସାଇଟ ଚିଲିକା ଲେକ୍ 1981 ରେ ହେଇଛି ତ ଏଗୁରା ସବୁବେଳେ କୋଉଠି ଉଦନ୍ତି ଛତିଶଗଡ ସୁନାବେଡା ଆର୍ଜେନ ଉଦନ୍ତି ଏରିଆରେ ଅଛି ସୁନାବେଡା ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ଏଇଟା ଉଦନ୍ତି ଟା ଦେଖିବା ଏଇଟା ଇମ୍ପୋର୍ଟାଣ୍ଟ ଅଛି ଟିକେ ଆମ ପାଇଁ ବାୟୋଡାଇଭର୍ସିଟି ହଟସ୍ପଟ ଶିମିଳିପାଳ ୱେଷ୍ଟର୍ଣ୍ଣ ଓଡିଶା ଭିତରକନିକା ମାଙ୍ଗ୍ରୋଭ ଚିଲିକା ଲଗୁନ ଏଇଟା ବିଷୟରେ ଟିକେ ଦେଖିଲେ ୱାଇଲ୍ଡ ଲାଇଫ ରିଜର୍ଭେସନ ଶିମିଳିପାଳ ଟାଇଗର ରିଜର୍ଭ ମୟୂରଭଞ୍ଜ ଏଲିଫେଣ୍ଟ ରିଜର୍ଭ ମହାନଦୀ ଏଲିଫେଣ୍ଟ ରିଜର୍ଭ ସମ୍ବଲପୁର ଏଲିଫେଣ୍ଟ ରିଜର୍ଭ ଆଉ ସାତକୋଶିଆ ଟାଇଗର ରିଜର୍ଭ ଏଇଟା ଆମେ ଜାଣିଲେ କୋଉ କୋଉ ଡିଷ୍ଟ୍ରିକ୍ଟ ଏଇଟା ଟିକେ ଦେଖନ୍ତୁ ଇୟର ଅଫ ଫର୍ମେସନ ଆଉ କଣ ସବୁ ଏଠି ଏଇଟା ଟିକେ ଦେଖିବେ ପୁରା ମୁଁ ବସି ପଢିବାରୁ ଆର କିଛି ମିନିଂ ବନୁନି ଆପଣଙ୍କୁ ସେଟା ଟିକେ ଦେଖିବାକୁ ପଡିବ ଦେଖି କ୍ୱେଶ୍ଚିନ୍ କଲେ ସେଟା ମନେ ରହିଯିବ ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ଦେଖିଲେ ଆଉ ଅଲିଭ ରିଡଲେ କଇଁ ଯୋଉ ଟର୍ଟଲ ତା ଭିତରେ ଷ୍ଟାଟସ ହଉଛି ଏଇଟା ଇମ୍ପୋର୍ଟାଣ୍ଟ ଷ୍ଟାଟସ ହଉଛି ଏଣ୍ଡେଞ୍ଜର୍ଡ ଏଇଟା ମନେ ରଖିବା ଆର ହଉଛି ଏଣ୍ଡେଞ୍ଜର୍ଡ ହଉଛି ଏହାର ଷ୍ଟାଟସ ଭିତରକନିକା ନ୍ୟାସନାଲ ପାର୍କ ଟା ଏଇଠି ଅଛି ଏଠି ଶିମିଳିପାଳ ଅଛି କେନ୍ଦ୍ରାପଡାରେ ଅଛି ତା ବିଷୟରେ ଜାଣିଲେ ଆଉ ଏଇଠି ସବୁ ଦେଇଛି ନନ୍ଦନକାନନ ବାଇଶିପାଲି ନୟାଗଡରେ ଅଛି ଏଇଟା ମନେ ରଖିବେ ଚନ୍ଦକା ଖୋର୍ଦ୍ଧାରେ ବାଲୁଖଣ୍ଡ ପୁରୀ ଚିଲିକା ପୁରୀ ତାପରେ ସୁନାବେଡା
एटा नुआपड़ा गैरमथा केन्द्रापड़ा एटा सब हो गले एटा तार डायग्राम टा देइतला एटी देखुनी लेबलिंग टा दिसुनी एटा टिके देखि देबे से बही रे अदर मु एटा ये साइट सहित अदर किछटा प्रोटेक्टेड कल्चरल साइट भी से सब इनक्लूड कर दी खाली मन रखिया पे तो बहुत कंफ्यूजन हो जाए सत्य पे कौन लाइक यूनेस्को वर्ल्ड हेरिटेज साइट गोटे अछि कोणार्क मैरिटाइम हेरिटेज साइट अछि तीनटा एटा गोटे माणिकपाटना पालुर फोर्ट और बोईत बंधन जगह पे तीनटा अछि बायोडायवर्सिटी हेरिटेज साइट हमर तीनटा अछि कोन कोन एटा एमती बोल अछि 1 2 3 गंधमार्दन बलांगीर रो ଆଉ ବରଗଡ଼ ବଲାଙ୍ଗୀରରେ ମିଶିକି ଅଛି ମହେନ୍ଦ୍ରଗିରି ଗଜପତିରେ ଆଉ ମଣ୍ଡାସାରୁ କନ୍ଧମାଳରେ ଅଛି ଏଟା ବାୟୋଡାଇଭର୍ସିଟି ହେରିଟେଜ ସାଇଟ୍ ଆଉ ମନେ ରଖିବେ ଏଠି କିଛି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ନାଲୁର ତାମାରିନ୍ ଗ୍ରୁଭ୍ ଏଟା ଗୋଟେ ଗ୍ରୁଭ୍ ଗୋଟେ ବଡ ବଡ ଗଛ ଏଇଟା ହେଇଥିଲା ଫାଷ୍ଟ ବାୟୋଡାଇଭର୍ସିଟି ସାଇଟ୍ ଇଣ୍ଡିଆର ଫାଷ୍ଟ ଅର୍ବାନ ବାୟୋଡାଇଭର୍ସିଟି ହେରିଟେଜ ସାଇଟ୍ ହଉଛି ଅମିନପୁର ଲେକ୍ ଅର୍ବାନ ସେଟା ଏଇଠି ମ୍ୟାପ ଟା ବହୁତ ଇଣ୍ଟରେଷ୍ଟିଂ ମ୍ୟାପ ଏଇଠି ଦେଖନ୍ତୁ ମୁଁ ଯେମିତି କହିଥିଲି ଏଇଠି ସବୁ ରେଡ ରେ ଲେକ୍ ସବୁ ଦେଖେଇଛି ଜର୍ଜ ଦେଖେଇଛି ଆଉ ଗ୍ରୀନ ରେ ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ଦେଖେଇଛି ତାର ସବୁ କାର୍ଲାପାତ ଲାଖାରୀ ଏସବୁ ଦେଖନ୍ତୁ ଏଇଠି ଉଦାନ୍ତି ଟା ମୁଁ ଦେଖଉଛି ଏଇଟା ହେଲା ସୁନାବେଡା ଏଇଟା ହେଲା ସୁନାବେଡା ଦେଖନ୍ତୁ ଏଇଟା ସୁନାବେଡା ଏଇଟା ହେଲା ଉଦାନ୍ତି ସୀତାନାଡି ଆଉ ସୁନାବେଡା ଏଇଠି ହେଲା ଓଡିଶାର ଆସିଛି ଆମର କଣ ଆମର ବାଉଣ୍ଡରୀ ଆସିଛି ଏଇଠି ଛତିଶଗଡ ରହିଗଲା ଏଇଟା ଆମର ପାଖରେ ପୁରା ହେଲା ଆଉ ଉଦାନ୍ତି ଯୋଉଟା ଅଛି ଆମର ଯୋଉ ମହାନଦୀର ଆମର ଯୋଉ ତାର ଟ୍ରାଇବୁଟାରୀ ଅଛି ମହାନଦୀର ଟ୍ରାଇବୁଟାରୀ କୂଳରେ ହିଁ ଏଇଟା ଅଛି ଉଦାନ୍ତି ଆଉ ସୀତାନାଡି ତ ଏଇଟା ସେଥିପାଇଁ ମନେ ରଖିବ ଏଇଟା ଛତିଶଗଡରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟା ପଡେ ଆଉ ସୁନାବେଡା ପାଖରେ ହିଁ ଏଇଟା ଅଛି ଆଉ ଡେବ୍ରିଗଡ ହୀରାକୁଦ ଏସବୁ ଏଠି ତ ଜାଣିଲେ ଆମେ ଗହିରମଥା ଏଠି ଶିମିଳିପାଳ ମୋଷ୍ଟ ଇମ୍ପୋର୍ଟାଣ୍ଟ ମ୍ୟାପ ରୁ ସବୁ ମନେ ରଖି ଦିଅନ୍ତୁ ଆଉ ଇନ୍ଦ୍ରାବତୀ ଏଇଟା ଅଛି ଛତିଶଗଡରେ ଏଗୁରା ସବୁ ପଡେ କାଙ୍ଗେର ଭାଲି ପୁରା ବର୍ଡରରେ ଓଡିଶାର ଅଛି କିନ୍ତୁ ଏଇଟା ଛତିଶଗଡରେ ଅଛି ସେମିତି ଦେଖି ଦିଅନ୍ତୁ ଟିକେ ଦେଖିଦେବେ ତ ଏସବୁ ଚିଲିକା ଏସବୁ ବିଷୟରେ ମୁଁ ଦେଇଦେଇଛି ଡିଟେଲରେ ଏଗୁରା ଟିକେ ଦେଖି ଦିଅନ୍ତୁ ଚିଲିକାରେ ଇରାବତୀ ଡଲଫିନ ଏଣ୍ଡେଞ୍ଜର୍ଡ ଫ୍ଲାଗସିପ୍ ସ୍ପେସିସ୍ ଅଫ ଚିଲିକା ଲେକ୍ ଫ୍ଲାଗସିପ୍ ସ୍ପେସିସ୍ ମାନେ ପୁରା ସ୍ପେସିସ୍ କୁ କନଜର୍ଭ କଲେ ଆଉ ସବୁ ବାକି କନଜର୍ଭ ହେଇଯିବ ତାର ଚିଲିକା ଇଜ ହୋମ ଟୁ ଓନଲି ନୋନ୍ ପପୁଲେସନ ଇରାବତୀ ଡଲଫିନ ଇନ ଇଣ୍ଡିଆ ଇରାବତୀ ଡଲଫିନ କେବଳ ଓନଲି ଏଇଠି ମିଳନ୍ତି ବୋଲି କୁହାଯାଉଛି ତ ଏସବୁ ଆଉ ଏଇଟା ଗୋଟେ ଏଫେମେରାଲ ଲେକ୍ ଏଫେମେରାଲ ମାନେ ପରମାନେଣ୍ଟ ନୁହେଁ ସେଟା କେବେ ବି ଶୁଖି ଯାଇପାରେ ତାର ବଡ ଏରିଆ ଥିଲା ସେ ଏବେ ଶୁଖି ଶୁଖି ଏବେ ଏତିକି ହିଁ ଅଛି ସେଇଟା ଆମେ ପଢିଥିଲେ ଆମର ଜିଓଲୋଜିରେ ପଢିଥିଲେ ତ ସେଇଟା ଗୋଟେ ଦୟାର ନଦୀ ଯୋଉ ଡିଷ୍ଟ୍ରିବ୍ୟୁଟରୀ ଅଫ ମହାନଦୀ ସେ ତାକୁ କରୁଛି ପ୍ରୋଭାଇଡ କରୁଛି ଫାଷ୍ଟ ରାମସାର ସାଇଡ 1981 ହେଇଥିଲା ସି ଟର୍ଟଲ ଏଣ୍ଡେଞ୍ଜର୍ଡ ଡୁଙ୍ଗଙ୍ଗ ଭଲନରେବୁଲ ଇରାବତୀ ଡଲଫିନ ଏଣ୍ଡେଞ୍ଜର୍ଡ ଚିଲିକା ଲିମନେସ ଶ୍ରିଙ୍କ ଏଗୁରା ସବୁ ପଡେ ଏକ୍ସାମ ରେ ସେଥିପାଇଁ ଦେଇଛି ଇରାବତୀ ଡଲଫିନ ଏଣ୍ଡେଞ୍ଜର୍ଡ ତ ଏଇଟା ଦେଖି ଦିଅନ୍ତୁ ନାଳବଣ ତାର ଗୋଟେ କୋର ଏରିଆ ବାର୍ଡ ମାନେ ଶିମିଳିପାଳ ରାମସାର ଏସବୁ ଦେଖିଦେଲେ 6ଟା ରାମସାର ସାଇଟ ତା ବିଷୟରେ ଅଂଶୁପା ଲେକ୍ ଭିତରକନିକା ଚିଲିକା ଲେକ୍ ହୀରାକୁଦ ସାତକୋଶିଆ ତାମ୍ପରା ଆଉ କିଛି ଏଥିରେ ବେସିକ୍ସ ନାହିଁ କିଛି ବୁଝିବାର ଆଉ କୋଉଠି କଣ ଅଛି ଖାଲି ଟିକେ ଦେଖି ଦିଅନ୍ତୁ କହିଦେଲି ଆଉ ଏଇଟା ଫିନିସିଂ ପୂର୍ବରୁ ଜିଓଗ୍ରାଫିକାଲ ଫିଚର୍ସ ଅଫ ଓଡିଶାରୁ ଖାଲି ଦେଖିଦେବାର ଅଛି କୋଉଠି କଣ ବେସିକ ଫିଚର ହେଲା କି ଆମର ଫିଜିକାଲ ରାଙ୍କିଙ୍ଗ ରେ ଓଡିଶା 8th ଇନ୍ ଇଣ୍ଡିଆ ବାଇ ଏରିଆ 6th ବାଇ କୋଷ୍ଟଲାଇନ ଲେନ୍ଥ ଏଇଟା ଇମ୍ପୋର୍ଟାଣ୍ଟ ଏଇଟା ପଢିନି ତ ପକେଇ ଦେଇପାରେ କୋଷ୍ଟଲାଇନ ରେ 6th ହାଇଏଷ୍ଟ କାହାର ସେଟା ଆପଣ ମତେ କହିବେ କମେଣ୍ଟ ରେ ହାଇଏଷ୍ଟ କୋଷ୍ଟଲାଇନ କାହାର ହେଲା କହିବେ 11th ବାଇ ପପୁଲେସନ ଆମେ ହାଇଏଷ୍ଟ ତ ଏଇଟା ଜାଣିଲେ ଲାର୍ଜେଷ୍ଟ ଡିଷ୍ଟ୍ରିକ୍ଟ ଆମର ମୟୂରଭଞ୍ଜ ସ୍ମଲେଷ୍ଟ ଡିଷ୍ଟ୍ରିକ୍ଟ ଜଗତସିଂହପୁର ଆର୍ମି 30ଟା ଅଛି ତ ଜିଓଗ୍ରାଫିକାଲ ଏକ୍ସଟ୍ରିମିଟିଜ ଡିଷ୍ଟ୍ରିକ୍ଟ ଇଷ୍ଟର୍ନ ମୋଷ୍ଟ କେନ୍ଦ୍ରାପଡା ଆଉ ନର୍ଦର୍ନ ମୋଷ୍ଟ ମୟୂରଭଞ୍ଜ ସାଉଦର୍ନ ମୋଷ୍ଟ ମାଲକାନଗିରି ୱେଷ୍ଟର୍ନ ମୋଷ୍ଟ ନୂଆପଡା ଏଇଟା ବି ମନେ ରଖିବେ ଆଉ ନେଇବରିଂ ଷ୍ଟେଟ ଆମର ଝାରଖଣ୍ଡ ୱେଷ୍ଟବେଙ୍ଗଲ ବେ ଅଫ ବେଙ୍ଗଲ ତ ଇଷ୍ଟରେ ରହିଗଲା ଆନ୍ଧ୍ରପ୍ରଦେଶ ଛତିଶଗଡ 4ଟା ଆମର ଷ୍ଟେଟ କୁ ଆମେ ଲାଗିଛେ ଅଲଗା ଅଲଗା ଷ୍ଟେଟ କୁ ତ 6ଟା ରିଭର ଏଗୁରା ସବୁ ଆମେ ପଢି ଦେଇଛେ ଅଲରେଡି ତ ଦିସ୍ ୱାଜ ଅଲ୍ ତ ମୁଁ ଭାବୁଛି ନେକ୍ସଟ ମୁଁ ସୋସିଆଲ ଜିଓଗ୍ରାଫି ଟା ଆଣିବି
सोशल जियोग्राफी जो थे कि मु सेंसस आमर जहाँ अर्बानाइजेशन आमर ट्राइबल्स सेटा कवर कर देबी मोस्ट इम्पोर्टेंट। तो बहुत सारा क्वेश्चन हम ऑलरेडी खाली नॉट ओनली ओडिशा पर्सपेक्टिव रू बस स्टैटिक पोर्शन भी कवर करूचे। तो एटा टेक्निकल सेक्शन ता थिला बट एटा को कवर करंतु।